ବର୍ତ୍ତମାନ ଆମେ ସବଜେକ୍ଟ ଉପରକୁ ଆସିବା। ତ ଶବ୍ଦ ବ୍ରହ୍ମର ତୃତୀୟ ଆମେ ଛାଡ଼ିଛେ ଶବ୍ଦ ବ୍ରହ୍ମଟା, ତାକୁ ସବଜେକ୍ଟ ତା ସହିତ ମୁଁ ମିଶାଇ ଦେଇଛି ରୋଗମୁକ୍ତର ସୂକ୍ଷ୍ମ ଜ୍ଞାନ, ଏହା ଲେଖା ହେଇଛି। ରୋଗମୁକ୍ତ ହେବାର ସୂକ୍ଷ୍ମ ଜ୍ଞାନ ସେଇଟା ଦେଖିଥିବେ ସମସ୍ତେ, ଦେଖନ୍ତୁ ଭିତରକୁ ପସନ୍ଦ, ସେଥିରେ 2-3 ଥର ଶୁଣନ୍ତୁ, ସେଇଟା ବୁଝିପାରିବେ, ନହେଲେ ବୁଝିପାରିବେନି। ଆଚ୍ଛା, ଆଜିର ସବଜେକ୍ଟ କ'ଣ ରଖିବେ ଆଲୋଚନା? ଜୟଜୀ ଆନନ୍ଦ ଉପରେ, ମାନେ ପ୍ରସନ୍ନ ଚିତ୍ତ। ହଁ, ଆଜି ତ ସମୟ। ଜୟଜୀ ଅବଚେତନ ମନ ଶକ୍ତି, ଏଟା ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ ଯଦି କରିହବ। ଅବଚେତନ ମନର ଶକ୍ତି। ଆଉ ଏଇଟା ରଖିବା ପରେ, ଆଜି ତ ସର୍ଟେଜ ହେଲାଣି ଟାଇମ୍, ଆମେ ଗୋଟେ ବ୍ରାଞ୍ଚ ଭିତରକୁ ପଶିଗଲେ ଜାଣିକିରି। ସେ କଥା ଇମ୍ପୋର୍ଟାଣ୍ଟ ଥିଲା ଆଲୋଚନା କରିବାର। ଆଉ କିଏ କ'ଣ କହିବେ? କିଛି କହିବି କି ଆଜ୍ଞା? ଟିକେ ଛୋଟିଆ କଥାଟି ଆଲୋଚନା କରିବାକୁ କହିବି କି? କୁହନ୍ତୁ ଆଜ୍ଞା। ଗୋକଳାନନ୍ଦ ସାହୁ କହୁଛି। ମଣିଷ ଦେହରେ ଦିବ୍ୟଜ୍ଞାନ ଦେଖି ସନ୍ତୁଷ୍ଟ ଭଗବାନ। ଏ ଦିବ୍ୟଜ୍ଞାନଟି କ'ଣ? ଯୋଉଟା କି ଭଗବାନ ସନ୍ତୁଷ୍ଟ ହୁଅନ୍ତି ଦେଖିକିରି। ସେ ଦିବ୍ୟଜ୍ଞାନ ବିଷୟରେ ଟିକେ କହିବେ? କହିଲେ ଟିକେ ଆଲୋଚନା କଲେ ଭଲ ହୁଅନ୍ତା ଭାବୁଛି। ହଉ, ଏଇଟା ଆଲୋଚନା କରିବା। ଏଇଟା ଗୋଟେ ବଡ଼ ଟପିକ୍ ହେବ। ସିଏ ଯେଉଁଟା କହୁଛନ୍ତି ସେଇଟା ଗୋଟେ ବଡ଼ ଟପିକ୍ ହେଇଯିବ। ଆମର ରବୀନ୍ଦ୍ର ବାରିକ ଯେଉଁଟା ରଖିଲେ, ଆଉ ମୁଁ ଭାବୁଛି ଏ ଯେଉଁ ପ୍ରଥମ ଯିଏ ଉଠେଇଥିଲେ କର୍ଣ୍ଣାଟକ, ସନ୍ତୋଷ ଉପରେ ତ ବହୁତ ଆଲୋଚନା ହେଇଛି। ଦେଖିବା ଆଜି ଯଦି କିଛି ନୂଆ ରୁଟ୍ ବାହାରେ। ପ୍ରସନ୍ନ ଆନନ୍ଦମୟ ହୋମ ଆତ୍ମା, ଇଏ ଆମର ସୁଭାନକୁ ବୁଝେଇବ, ପ୍ଲସ୍ ଜୀବନରେ ଆନନ୍ଦର ଅବସ୍ଥିତି ବା ଆନନ୍ଦର ମୁହୂର୍ତ୍ତ ସମସ୍ତଙ୍କ ପାଇଁ ହୀରା ମୂଲ୍ୟ। ବୁଝିଲେ କି? ଆନନ୍ଦର ଅବସ୍ଥା ସମସ୍ତଙ୍କ ପାଇଁ ହୀରା ମୂଲ୍ୟ। ଯୋଗଟା ଯେତିକି ଇମ୍ପୋର୍ଟାନ୍ସ ନୁହେଁ, ମଣିଷର ଆନନ୍ଦିତ ଅବସ୍ଥା ବହୁତ ମୂଲ୍ୟବାନ। ଯୋଗ ଯେତେ ଇମ୍ପୋର୍ଟାନ୍ସ ନୁହେଁ, ଆନନ୍ଦ ଅବସ୍ଥାରେ ରହିବା ଗୋଟେ ମୂଲ୍ୟବାନ ଅବସ୍ଥା ମଣିଷର। ଆମେ ଯେଉଁ ଚକ୍ରଭେଦନ କରୁଛେ, ଯେତେ ସାଧନ ଅଛି, ପ୍ରାଣାୟାମ ଠାରୁ ଆରମ୍ଭ କରିକିରି ପ୍ରଣବ, ଚକ୍ରଭେଦନ, ସୁହନ, ଯେତେ ଅବସ୍ଥା ଅଛି ଏଇ ଯେଉଁ ଯୋଗରେ, ଗୋଟିଏ ସାଧନ ସବୁ କାଟିଦେବ। କ'ଣ ସେ ସାଧନଟା? ନା ପୂର୍ଣ୍ଣ ମନରେ, ଖୋଲା ହୃଦୟରେ ଠୋ ଠୋ ହେଇ ହସିବା। ବୁଝିପାରୁଛ କି ନାଇଁ? ମୁଁ କହିପାରୁନି, ଏକ୍ସପ୍ରେସନ୍ ହଉ ହୁଏତ ମୋର ନ କହିପାରୁଥାଏ। ଠୋ ଠୋ ହସ, ମନ ଖୋଲା ହସ। ଜଣେ ଜଣେ ହସି ହସି ଗଡ଼ିଯିବେ। ଯଦି ହସିବେ, ତୁମର କାନ ସାଧନ ହେଇଯିବ, ନାକ ସାଧନ ହେଇଯିବ, ପାଟି ସାଧନ ହେଇଯିବ,
ଆଖିରୁ ଲୁହ ବୋହି ପଡ଼ିବ, ମଥା ସାଧନ ହେଇଯିବ, ମୁଣ୍ଡ ସାଧନ ହେଇଯିବ, ଏଣ୍ଟାୟାର ବଡି ସାଧନ ହେଇଗଲା ଗୋଟିଏ ହସରେ। ମନ ଖୋଲା ହସ, ଠୋ ଠୋ ହସିବେ। ଆଉ ସେ ହସିଲା ଭିତରେ ଆଉ କିଛି ଚିନ୍ତା ନଥିବ, ମନ ସ୍ୱୟଂ ଏକାଗ୍ରତା ହେଇଯାଇଥିବ। ମନ କୁଆଡ଼େ ଯାଇ ଯିବନି ଆଉ ସେ ସମୟରେ। ତାକୁ ମନ ଖୋଲା ହସ କୁହାଯାଏ। ସେ ହସରେ ଲୁହ ବାହାରିବ ଆଖିରୁ। ଏତେ ଆନନ୍ଦିତ ଅଶ୍ରୁ ତୁମେ ଅଜାଣତରେ ବାହାରି ପଡ଼ିବ। ତୁମେ ହସୁଥିବ ଆଉ। ତେଣୁ ଯେତେ ସାଧନ ଅଛି, ଏଇ ଯେଉଁ ଚକ୍ରଭେଦନ କ୍ରିୟା ଠାରୁ ସମସ୍ତଙ୍କଠୁ ମୂଲ୍ୟବାନ ସାଧନ ହେଉଛି ସେଇଟା, ଠୋ ଠୋ ହେଇ ହସିବା। ତୁମେ ରୋଗ ଶଯ୍ୟାରେ ପଡ଼ିଯାଅ, ଦୁଃଖ ଯନ୍ତ୍ରଣାରେ ଅଛ, ଅଭାବ ଅନାଟନରେ ଅଛ, ନିଷ୍ପେଷିତ ହେଇଯାଇଛ କୌଣସି କାରଣରୁ, ଭୟ ଅଛି, ବିଷାଦଗ୍ରସ୍ତ, ସଲିଟାରୀ ସର୍ଟ ଆଣ୍ଡ ପୁଅର, ନାସ୍ଟି, ବ୍ରୁଟିଶ, ସଲିଟାରୀ ସର୍ଟ ଆଣ୍ଡ ପୁଅର ଋଷଙ୍କ ଭାଷାରେ। କିନ୍ତୁ ଇଏ ଯେଉଁ ମେଡିସିନ, ଆନନ୍ଦିତର ହସ, ପ୍ରସନ୍ନ ଚିତ୍ତରେ ହସିବା, ଏ ସବୁ ଯାକ କାଟିଦେବ। ଯେତେ ଦୁଃଖ ଯନ୍ତ୍ରଣା ଥାଉ, ଅଭାବ ଥାଉ, ଅନାଟନ ଥାଉ, ଭୟ ଥାଉ, ରୋଗ ଥାଉ, ଗୋଟିଏ ମେଡିସିନ ମାତ୍ର, କିଛି ଯୋଗ ଆବଶ୍ୟକତା ନାହିଁ, ଶୁଭବନ ଆବଶ୍ୟକତା ନାହିଁ। ଏଠି ପ୍ରଶ୍ନ ଉଠେ, ମନ ଭିତରେ ସୃଷ୍ଟି ହେଇପାରେ ଯେ ମୁଁ ତ ଦୁଃଖରେ ଅଛି, ମୁଁ ତ ରୋଗଗ୍ରସ୍ତ ଅଛି, ମୁଁ ତ ଅଭାବରେ ଅଛି, ଭୟରେ ଅଛି, ଦୁଃଖ ଯନ୍ତ୍ରଣାରେ ଅଛି, ହସିବି କେମିତି? ଏଇଠି ପ୍ରଶ୍ନ ସ୍ୱାଭାବିକ ଆସିବ। ପ୍ରସନ୍ନ ଚିତ୍ତ ହବ କେମିତି ମୋର? ଏଠି ପ୍ରସନ୍ନ ଚିତ୍ତ ହବାର ମୁଖ୍ୟ କାରଣ ତୁମେ ସୃଷ୍ଟି କରିବ ନିଜେ ନିଜେ, କିଛି ନାହିଁ। ତୁମେ ହସିବାର କିଛି ମତଲବ ନାହିଁ, ତା ସତ୍ତ୍ୱେ ବି ହସିବ। ଜାଣୁଛ ରୋଗଗ୍ରସ୍ତ ଅଛ, ଜାଣୁଛ ଅଭାବ ଅଛି, ଜାଣୁଛ ଦୁଃଖରେ ଅଛି, ଭୟରେ ଅଛି, ସବୁ ଅଛି, ଜାଣୁଛ। ତୁମେ ତ ଏକ ବ୍ୟକ୍ତି ନା, ଯିଏ ହସିବ ସେଇ ବ୍ୟକ୍ତି ଏଗୁଡ଼ା ଜାଣିଛି ମୋ ସହିତ ଅଛି, ତଥାପି ହସିବ। ଗୋଟେ କୃତ୍ରିମ ହସ ସୃଷ୍ଟି କର, ସେଇଟା ସତ୍ୟରେ ପରିଣତ ହେଇଯିବ ଦିନେ। ମିଛେ ମିଛେ ହସ, ହସିଲେ ତ ସେ ଭାବନା ତ କଟିଗଲା ନା, ବାଲାନ୍ସ ହେଇଗଲା। ଆଗେ ଦୁଃଖ ଅଛି, ତମେ ଦୁଃଖିତ ହେଇଯାଉଛ, ଅଭାବ ଅଛି, ଅଭାବରେ ମନ ନିବେଶ ହେଇଯାଉଛି, ରୋଗ ଯନ୍ତ୍ରଣାରେ ନିବେଶ ହେଇଯାଉଛି। ଯେତେବେଳେ ଏଇ ହସଟା ଫୁଟିବ, କ୍ରିଏସନ କରିବ ତୁମେ ମନରେ, ଜାଣିଛ ସେଗୁଡ଼ା ଅଛି, ତା ସତ୍ତ୍ୱେ ବି ଏଇଟାକୁ ଆଡ୍ କରିବ, ମିଶିଗଲା। ଏଇଟା ଆଡ୍ ନଥିଲା, ତା ସହିତ ରୋଗ ସହିତ ନଥିଲା, ଯନ୍ତ୍ରଣା ସହିତ ନଥିଲା, ଦୁଃଖ ସହିତ ନଥିଲା, ଅଭାବ ସହିତ ନଥିଲା, ଏଇଟା ଗୋଟେ ମିଶେଇ ଦେଲ, ମିଛିକା। ଦେଖି ବାଲାନ୍ସ ହେଇଯିବ, ସେ ମୁହୂର୍ତ୍ତଟା ବାଲାନ୍ସ ହେଇଗଲା ତୁମର। ତାପରେ ପୁଣି ହସିବ ସୁଯୋଗ ଦେଖିକିରି, କାହିଁକିନା ସୂତ୍ର ମିଳୁଛି ନା ଆମକୁ, ହସିଲେ ଏସବୁ କଟିବ, ନହେଲେ ବାଲାନ୍ସ ହେଇଯିବ। ଓଭରକମ୍ କରିବ ସେଇ ଯନ୍ତ୍ରଣା ଗୁଡ଼ିକ ଆସ୍ତେ ଆସ୍ତେ। ଏଇ ଯେଉଁ ପ୍ରସନ୍ନ ଚିତ୍ତ, ଆନନ୍ଦିତ ଅବସ୍ଥା, ତାକୁ ଓଭରକମ୍ କରିବ। ଦୁଃଖ କହିବ ମୁଁ ତ ଏତେ ଦୁଃଖ ଦେଲି, ହସୁଛି କେମିତି? ଅଭାବ କହିବ ମୁଁ ତ ଏତେ ଅଭାବରେ ରଖିଛି, ତା ସହିତ ହସିଲା କେମିତି?
ଯନ୍ତ୍ରଣା କଷ୍ଟଦାୟକ ପେନ୍ ହେଉଛି, ତା ସତ୍ତ୍ୱେ ଜଣେ ହସୁଛି କେମିତି? ନିର୍ବାସିତ, ଯେମିତି ନିର୍ବାସିତ ହେଇକି ତୁମକୁ କେହି ପଚାରୁନାହାନ୍ତି, ତୁମେ ଅଭାବ ଅନାଟନ ସହ୍ୟ କରିପାରୁନ, ତା ସତ୍ତ୍ୱେ ହସୁଛ। ସେମାନେ କହିବେ ହସୁଛି କେମିତି? ଟିକେ ପଛେଇ ଯିବେ, ତୁମ ହସ ଦେଖିକିରି ସେ ଟିକେ ପଛେଇବେ, କାରଣ ସମବସ୍ତୁ ସମବସ୍ତୁକୁ ଆକର୍ଷଣ କରିବ। ସେ ତ ନେଇକିରି ଆଇଛନ୍ତି, ପୁରା ଘେରେଇକିରି ରଖିଛନ୍ତି ତୁମକୁ। ଅଭାବ, ଦୁଃଖ, ଯନ୍ତ୍ରଣା, ରୋଗ, ଋଣ ସବୁ ଅଛି, ତା ସତ୍ତ୍ୱେ ତୁମେ ହସିଦେଲ ନା। ତୁମକୁ ମାୟାଜାଲ ବିସ୍ତାର କରିକିରି ବନ୍ଧନରେ ପକାଇବା ପାଇଁ ସେମାନେ ଯୋଜନା କରିଥିଲେ, ତୁମେ ହସୁଛ। ସେମାନେ ଆକର୍ଷଣ ଶକ୍ତିରେ ସେମାନେ ପଛେଇବେ, କାରଣ ତୁମେ ସେୟା ନୁହଁ ବୋଲି ପ୍ରମାଣ କରୁଛ। ଆଉ ତୁମେ ଯଦି ଦୁଃଖିତ ପୁଣି ହେଇଯିବ, ସେମାନେ ଆକ୍ରମଣ କହିବେ, ଆକ୍ରମଣ ମାଡ଼ି ଆସିବେ। ପୁଣି ଦୁଃଖ, ଯନ୍ତ୍ରଣା, ରୋଗ, ଋଣ, ଶତ୍ରୁ ସବୁ ପଳେଇ ଆସିବେ ତୁମ ପାଖକୁ। ଯେତେ ବିପଦ ଆସ, ତା ସତ୍ତ୍ୱେ ବି ତୁମେ ହସ। ହସ ସୃଷ୍ଟି କର, ଆନନ୍ଦ ଅବସ୍ଥା ସୃଷ୍ଟି କର। ଆଉ ସେମାନେ ଆସିବେନି ତୁମ ପାଖକୁ ଏଇଥିପାଇଁ ଯେ ତୁମେ ସେ ଅବସ୍ଥାରେ ନାହଁ ବୋଲି ସେମାନେ ଜାଣି ନେଇଯିବେ। ସେମାନେ ଖୋଜିବେ, ପୁଣି କେଉଁଠିକି ଯିବେ ନା। ରୋଗ ଆସିଛି ତୁମ ପାଖକୁ, ଦୁଃଖ ଆସିଛି, ଦୁଃଖ, ରୋଗ, ଋଣ ଯୋଉଠି ଅଛି ପୁଣି ସେ ଘର ପାଖରେ ପହଞ୍ଚିବେ, ସେଠି କଲିଂ ବେଲ୍ ମାରିବେ, କାରଣ ତୁମ ରଙ୍ଗ ନମ୍ବର ସେ ଭାବିବେ। ତୁମେ ଯେତେବେଳେ ହସିଦେଲ, ସିଏ ଭାବିଲେ ଏଇଟା ରଙ୍ଗ ନମ୍ବର, ଭୁଲରେ ଆମେ ଆଙ୍କ ଘରକୁ ବୋଧେ ପଶି ଆସିଛୁ। ହସୁଛ ତୁମେ ନା, ସେ ଭାବୁଥିଲେ ଏଇଟା ଦୁଃଖରେ ଅଛି, ଆମେ ସେଠିକି ଯାଉଛୁ, ତୁମେ ସୁଖରେ ଅଛୁ ଅନୁଭବ କରିବେ। ତମେ କିନ୍ତୁ ମିଛି ମିଛିକା ଦୁଃଖ ହସ ସୃଷ୍ଟି କରିଛ ନା। ପଳେଇବେ, ପୁଣି କାହା ବେଲ୍ ମାରିବେ। ଯୋଉଠି ଦୁଃଖ ଅଛି, ଯୋଉଠି ବିଷାଦ ଅଛି, ଯୋଉଠି ଅଭାବ ଅଛି, ଅନାଟନ ଅଛି, ସେଇ ବେଲ୍ ତାଙ୍କୁ ଜଣା ପଡ଼ିବ। ଗନ୍ଧ ଲାଗିବ ତାଙ୍କୁ, ବାରିପାରିବ ଗନ୍ଧ। ବେଲ୍ ମାରିଦେବେ, ସେଠି ଖୋଲିଲ ଡୋର, ସେଠୁ ପଶିବେ ତା ଭିତରୁ, ତୁମ ପାଖରୁ କିନ୍ତୁ ପଳେଇବେ। ଏଇଟା ସତ ସିଦ୍ଧ, ସତ ସିଦ୍ଧ। ତୁମେ କୃତ୍ରିମ ହସ ହସ ସକାଳୁ ଉଠିକିରି ବେଡ୍ରେ ଠୋ ଠୋ ହସ, ଶୋଇପଡ଼ିଛ, ଉଠିଗଲ। ତମେ ଜାଣିଛ ମୋ ପାଖରେ ରୋଗ ଅଛି, ଜାଣିଛ ଦୁଃଖ ଅଛି, ଜାଣିଛ ସବୁ ଅଭାବ ଅଛି, ତଥାପି ହସିବ। ହସିବା ପାଇଁ ତ ପଇସା ଖର୍ଚ୍ଚ ହେଉନି, ପୁଣି ମିଛରେ ହସୁଛ, ସେଇଟା ବି ଜାଣିଛ। ତୁମେ ଜାଣିଛ ସତରେ ହସୁନ, ମିଛରେ ବି ହସୁଛ। ସେ ମିଛର ଭାବନା ସେଟା ସତ୍ୟରେ ପରିଣତ ହେଇଯିବ। ପ୍ରସନ୍ନ ଆନନ୍ଦ ଜୀବନ ଦିନ ସାରା ବିତେଇବ। କିଏ ତୁମକୁ ପଇସା ଦେବାର ଅଛି, ନଦେଲା ତୁମେ ଦୁଃଖିତ ହେଇଯାଉନ କି? ସେ ଦେଲାନି, ମୋତେ କହିଥିଲା ଦେଲାନି, ତୁମେ ସେଠି ଆନନ୍ଦିତ ହୁଅ, ସେଇଠି ଆନନ୍ଦିତ ହୁଅ। ତୁମେ ନଥାନ୍ତ ସକାଳୁ ଉଠିଲା ପରେ, ତମ ଷ୍ଟେପ୍ ପକେଇଥାନ୍ତ କି ପଡ଼ିଥାନ୍ତା କି ନାହିଁ, ପଛପଟେ ଗୋଡ଼ ଉଠିଥାନ୍ତା କି ନାହିଁ, ତମେ ଜାଣିନ। ତେଣୁ ସେଠି ଯଦି କିଏ ପଇସା ନଦେଲା, ଅସୁବିଧା କ'ଣ ଅଛି? ତୁମେ ନଥାନ୍ତ ନା। ସପୋଜ ପଇସା ନେଇକି ସେ ଆଇଥାନ୍ତା, 2ଟା ବେଳକୁ ପାଇଥିଲା, ତୁମେ 2ଟା ବେଳକୁ ନଥାନ୍ତ, ସଫା। ଏଇ ଜଣେ ବର୍ତ୍ତମାନ ଯେମିତି କହିଲେ ଭୁବନେଶ୍ୱରଟା ବହୁତ ଦୂର। ମୁଁ କହିଲି ଦିଲ୍ଲୀରେ ଯଦି ଆମେ ରହିଥାନ୍ତୁ, ଦିଲ୍ଲୀ ସହିତ କମ୍ପେୟାର କଲେ ଭୁବନେଶ୍ୱର କମିଯାଉଛି ବାଟଟା। ସେମିତି ତୁମେ ଯେତେବେଳେ ଦୁଃଖ ଆସୁଛି, ତାକୁ ଆଉ ଗୋଟେ ବଡ଼ ଦୁଃଖ ଦେଖ ଅଛି ତା ପଛରେ। ବଡ଼ ଦୁଃଖ ଆସିନି, ଛୋଟ ଦୁଃଖ ଆସିଛି, ସେଇ ଦୁଃଖଟା ଛୋଟ ହେଇଯିବ।
ଜଣେ ସକାଳୁ ଉଠିକିରି ଭଗବାନଙ୍କୁ ଧୁମ୍ ଗାଳି ଦେଲା, କହିଲା ହେ ଭଗବାନ ଆଜି ପର୍ଯ୍ୟନ୍ତ ଗୋଟେ ଚପଲ ମୁଁ କିଣିପାରିଲିନି, କ'ଣ ତୋ ସଂସାରରେ ଏତେ ଅଛୁ, ସମସ୍ତଙ୍କୁ ଚପଲ ଦେଇଛୁ, ସମସ୍ତଙ୍କୁ ସାର୍ଟ ପ୍ୟାଣ୍ଟ, ସମସ୍ତଙ୍କୁ ସବୁ ଜିନିଷ ଦେଇଛୁ, ମୁଁ ଖଣ୍ଡେ ଚପଲ କିଣିବାକୁ ପଇସା ମିଳିଲାନି, ଭାବିକିରି ଆର ଗାଁକୁ ଯାଉଛି। ଆର ଗାଁ ପାଖରେ ଗୋଟେ ଦେଖିଲା ସାଇଡ଼ରେ ଗୋଟେ ବହୁତ ବଡ଼ ବିଲ୍ଡିଂ ଅଛି, ରମଣୀୟ ବିଲ୍ଡିଂ, ସୁନ୍ଦର ଦେଖାଯାଉଛି, ଗୋଟେ ଲୋକ ବସିଛି। ଚପଲ ଦେଖିଲା ବହୁତ ଥୁଆ ହେଇଛି ତାଙ୍କ ଘର ଆଗରେ। ସେ ଭାଇଲା ଗୋଟେ ବଡ଼, ତାହେଲେ ଚପଲ କିଣି ନିଶା ଲାଗିଛି ନା, ଚପଲ ମୋ ପାଖରେ ନାହିଁ, ଯୋଉଠି ଚପଲ ଅଛି ସେ ବଡ଼ ଲୋକ ହେଇଥିବ। ଖୁବ୍ ଜୋରେ ଗାଳି ଦେଇକି ଆଜି ଭଗବାନଙ୍କୁ। ଦେଖିଲା ସେ ଘର ଆଗରେ ଜଣେ ମାଲିକ ବସିଛି ହୁଇଲ ଚେୟାରରେ। ହୁଇଲ ଚେୟାର କାହିଁ ବସିଛି ଦେଖିଲା ବେଳକୁ ପାଖକୁ ଗଲା, ତା ଗୋଡ଼ ନାହିଁ ଦିଟା, ଚପଲ ଅଛି କିନ୍ତୁ ଗୋଡ଼ ନାହିଁ। ଆଖିରୁ ଆନନ୍ଦ ଅଶ୍ରୁ ଗଳି ପଡ଼ିଲା ତା ଆଖିରେ। ହେ ଭଗବାନ, ଚପଲ ନଥାଉ ମୋ ଗୋଡ଼ ତ ଅଛି। ତୁମେ ଆକୁ ସବୁ ଜ୍ଞାନରେ କାଲକୁଲେସନ କର। ତୁମ ପାଖରେ ଯାହା ମିଳିଛି, ଯାହା ଦିଆଯାଇଛି ତୁମକୁ, ସେଇଟାକୁ ଭାବ ସର୍ବୋତ୍କୃଷ୍ଟ ଜିନିଷ ମୋ ପାଖରେ ଭଗବାନ ଦେଇଛନ୍ତି। ଦେଖନ୍ତୁ, ଯିଏ ଗରିବ କହୁଛି ମୋ ପାଖରେ କିଛି ନାହିଁ, ତା ଆଖି ଦିଟା କେତେ ହବ, ତା କିଡନୀ ଦିଟା କେତେ ହବ, ହାତ ଦିଟା କେତେ ହବ, ଲକ୍ଷ ଲକ୍ଷ ଟଙ୍କା ହବ। ନାହିଁ କ'ଣ, ତୁମ ଶରୀର ଅଛି ବା, ସବୁ ଜିନିଷ ଅଛି, ଶରୀର ଅଛି ମାନେ ସବୁ ଜିନିଷ ତୁମ ପାଖରେ ଅଛି। ତେଣୁ ଜ୍ଞାନରେ ସବୁ ବିଚାର କରିକିରି ମାନିନିଅ ଯେ ମୋ ପାଖରେ ଯାହା ମିଳିଛି, ମୋତେ ଯେଉଁ 2 ବିଶ୍ୱ ଜମି ମିଳିଛି ସେ ବି ଠିକ୍, ଯେଉଁ ଚାଳ ଘର ମିଳିଛି ସେ ବି ଠିକ୍, ଯେଉଁ ଗଦି ମିଳିଛି, ଖଟ ମିଳିଛି, ପରିବାର ମିଳିଛନ୍ତି, ସବୁ ଠିକ୍ ମୋ ପାଇଁ ଅଛି। ତମେ ଯଦି ଠିକ୍ ଭାବନା କରି ନେଇଯାଉ ସବୁ ଠିକ୍ ଅଛି, ପରବର୍ତ୍ତୀ ଜିନିଷ ତମକୁ ମିଳିବ, ସାଂସନ୍ ହବ, ପୁଣି ଅଧିକ ମିଳିଯିବ। ଆଉ ତୁମେ ଯଦି ଯାହା ମିଳିଛି କହିବ ନା ଏଗୁଡ଼ା ସବୁ ଭୁଲ ଅଛି ମୋ ପାଇଁ, ତା ଅର୍ଥ ସେଗୁଡ଼ାକୁ ନେଇଯିବ, ଭଗବାନ ନେଇଯିବେ, ତାକୁ କାଢ଼ି ନେଇଯିବ ତୁମ ପାଖରୁ। କାରଣ ତୁମେ ଖୋଜୁଛ ଆହୁରି ମିଳିବ, ଆହୁରି ମିଳିବ, ଆହୁରି ମିଳିବ, ଅଶାନ୍ତିରେ ରହିଛ, ଅପେକ୍ଷାର ସୂତ୍ର ଖୋଜୁଛ। ଅପେକ୍ଷା ମାନେ ମୋ ଅପେକ୍ଷା ସେ ଭଲରେ ଅଛି, ମୋ ଘର, ମୋ କର ଘରଟି, ମୋର ଚାଳ ଘର ଅଛି, ତାର ଗୋଟେ ବିଲ୍ଡିଂ ଅଛି, ମୋ ଅପେକ୍ଷା ଭଲରେ ସିଏ ଅଛି। ଯେ ଅପେକ୍ଷାର ଅଙ୍କ କଷୁଛ, ଅପେକ୍ଷା ଅଙ୍କଟା ତୁମକୁ ନିରାଶ କରୁଛି, ଦୁଃଖ ଦେଉଛି, ସେଇଟା ତୁମର ଅଭାବର, ଜ୍ଞାନର ଅଭାବ। ତୁମେ ସେଇଠି ଭାବନାର ଅଙ୍କ କଷ। କ'ଣ ନା ମୁଁ ଜଣେ ଯୋଗୀ, ତାର କୋଠା ଘର ଥାଉ, ମୋର ଚାଳ ଘର ଅଛି, ମୁଁ ତ ଯୋଗୀ, ସେ ତ ଯୋଗୀ ନୁହେଁ, ସେ ତ ଆତ୍ମଜ୍ଞାନ କ'ଣ ଜାଣିନି। ତାହେଲେ ମୁଁ ବେଟର କି ସେ ବେଟର? ତୁମେ ପ୍ରତ୍ୟେକ ଦିନ ଯଦି ସେଇ ଯେଉଁ ତା କୋଠା ଘରକୁ ଅନେଇକିରି ଯୁଆଡ଼େ ଯାଉଥିବ ମିନିମାଇଜ କରିବ ମୁଁ ବେଟରରେ ଅଛି, ତାହେଲେ ତୁମେ ଆନନ୍ଦିତ ହେଇପାରିବ। ନହେଲେ ଆନନ୍ଦିତ ହବନି। ଆନନ୍ଦିତର ସୂତ୍ର ଏଇଟା, କେବେ ବହୁତ କିଛି ହେଇଗଲେ ଜଣେ ଆନନ୍ଦିତ ହବ ତା ନାହିଁ। ମୋ ପାଖରେ ବହୁତ କିଛି ଅଛି, ମୁଁ ଆନନ୍ଦିତ ହେଇଯିବି, ଇଏ ସୂତ୍ର ନୁହେଁ। କେତେ ଆଣିବ କୁହନ୍ତୁ? ଲକ୍ଷେ, କୋଟିଏ, 2 କୋଟି, 3 କୋଟି, 4 କୋଟି, ଅରବ, ଖରବ, ବିଲିୟନ, ଟ୍ରିଲିୟନ। ଜଣେ ଆରବିଆନ ଲୋକ
ମଲା ବେଳକୁ ତାକୁ ପଚରାଗଲା ଯେ ତୁମ ପାଖରେ ତ 6 ଅରବ ଅଛି ନା, ଅସୁବିଧା କ'ଣ? ତୁମେ ତ ଶାନ୍ତିରେ ଥିବ ନା? ନାଇଁ, ମୋର ଇଚ୍ଛା ଥିଲା ମୋର 15 ଅରବ ରହିଥାନ୍ତା, ମୁଁ ସେଥିପାଇଁ ଅଶାନ୍ତି। ତେଣୁ ତାର ଗୋଟେ ଲିମିଟେସନ୍ ନାହିଁ ଯେ ଏତିକି ପଇସା ହେଲେ ମୁଁ ଆନନ୍ଦିତ ହେବି, ଖୁସି ବନ୍ଦ ହେଇଯିବ ବା ଖୁସି ଆରମ୍ଭ ହେବ, ସେମିତି କିଛି ନାହିଁ, ମାନଦଣ୍ଡ କିଛି ନାହିଁ। ଆଉ ତୁମେ ସେ ଅପେକ୍ଷାର ଅଙ୍କ ଯଦି କଷି କଷି ଯିବ ତାହେଲେ ଅସୁବିଧାରେ ପଡ଼ିବ, ଆନନ୍ଦ ନଷ୍ଟ ହେଇଯିବ, ଆନନ୍ଦ ନଷ୍ଟ ହେଇଯିବ। ଜଣେ ବହୁତ ସୁନ୍ଦର ବିଲ୍ଡିଂ କରିଥିଲା, ତା ଆଖପାଖରେ କେହି ବିଲ୍ଡିଂ ଏତେ ସୁନ୍ଦର ବିଲ୍ଡିଂ କରିନଥିଲା। ତା ସାଇଡ଼ରେ ସେ ସଦାବେଳେ ସେ ଘରକୁ ଦେଖେ, ଯିଏ କୁଣିଆ ଆସନ୍ତି, ଗୁରୁ ଆସନ୍ତି, ଗାଁର ବହୁତ ବଡ଼ ଲୋକ ଆସନ୍ତି ବା ଯିଏ ଆସନ୍ତି ତାଙ୍କୁ ନେଇକି ସେ ଘର ଦେଖାଏ, ଦେଖ ଏ ଘର ଏଇଟା ହେଇଛି, ସେଇଟା ହେଇଛି, ଏଠି ବିଲ୍ଡିଂ ହେଇଛି, ଏଠି ସୁଇମିଂ ପୁଲ୍ ହେଇଛି, ଏଠି ମାର୍ବଲ ପଡ଼ିଛି, ଏଠି ସୁନ୍ଦର ଭାବରେ ଦେଖାଏ। ବଡ଼ ବିଲ୍ଡିଂ କରିଦେଇଥିଲା, ତାର ଗୋଟେ ଗର୍ବ ଥିଲା, ଅହଙ୍କାର ଥିଲା, ଆନନ୍ଦିତ ହେଉଥିଲା। କିଛି ଦିନ ପରେ ତାକୁ ବିପି ଆରମ୍ଭ ହେଇଗଲା, ବ୍ଲଡ଼ ପ୍ରେସର। କାରଣ କ'ଣ ରହିଲା? କାରଣ ତା କରେ ଆଉ ଜଣେ ସେଇଭଳି ବିଲ୍ଡିଂ କରିଦେଲା, ଆଉ ଟିକେ ବଡ଼ ବିଲ୍ଡିଂ କରିଦେଲା, ତାଠୁ ଟିକେ ଉଚ୍ଚା କରିଦେଲା। ସେ ବିଲ୍ଡିଂର କିଛି ସମ୍ପର୍କ ନାହିଁ ଏ ବିଲ୍ଡିଂ ସହିତ, ତାର ଛାଇ ବି ପଡ଼ୁନି ଏ ବିଲ୍ଡିଂରେ, କିଛି ନାହିଁ, ତାଠୁ ଟିକେ ସୁନ୍ଦର ହେଇଗଲା। ଆର ହାର୍ଟ ଆଟାକ୍ ଆରମ୍ଭ ହେଲା, ବ୍ଲଡ଼ ପ୍ରେସର ଆରମ୍ଭ ହେଇଗଲା, ଆଉ ଭଲ ହେଲାନି, ଶେଷରେ ଡେଥ୍ ହେଇଗଲା। ଦେଖନ୍ତୁ ଏମାନେ କିଛି ନାହିଁ, ତା ସହିତ ଆର କିଛି ସମ୍ପର୍କ ନାହିଁ ଏ ବିଲ୍ଡିଂ ସହିତ। ରୋଗ କୋଉଠି ରହିଛି? ରୋଗ ତୁମର ଭାବନାରେ ଅଛି ନା। ସିଏ ଯଦି ପ୍ରସନ୍ନ ଚିତ୍ତ ହେଇଥାନ୍ତା, ମୁଁ ବିଲ୍ଡିଂ କରିଛି, ଠିକ୍ ଅଛି, ମୋ ବିଲ୍ଡିଂ ଠାରୁ ଆଉ ଜଣେ ସୁନ୍ଦର ବିଲ୍ଡିଂ କଲାଣି, ସେ ଶାନ୍ତି ଯଦି ଅନୁଭବ କରିଥାନ୍ତା ସେଇଥିରେ ବିଚାରରେ, ତାହେଲେ ସେ ବିପି ହେଇନଥାନ୍ତା। ତାର ରୋଗ ଆସିଲା, ଯୋଉନ ବିଲ୍ଡିଂ ହେଲା, କମ୍ପ୍ଲିଟ୍ ହେଲା, ଆର ରୋଗ ସୃଷ୍ଟି ହେଇଗଲା। ତେଣୁ ପ୍ରସନ୍ନ ଚିତ୍ତ ରହିବାକୁ ହେଲେ ତୁମକୁ କିଛି ବିଚାର ଦରକାର, ସତ୍ ଭାବନା ଦରକାର, ସତ୍ ଚିନ୍ତା ଦରକାର। ଅପେକ୍ଷା କରନି କାହାକୁ, ଅପେକ୍ଷାର ରୋଗଟା ତୁମକୁ ମାଡ଼ି ବସିବ। ପ୍ରସନ୍ନକୁ ହତ୍ୟା କରିଦେବ, ତୁମ ଭିତରେ ଯୋଉ ଚିତ୍ତ ଅଛି। ପ୍ରସନ୍ନ ଚିତ୍ତ ନଷ୍ଟ ହେଇଯିବ ସେଠି। ଦିଆସିଲି କାଠି ମାରୁଛ, ଗୋଟେ କାଠି ଜଳିଲାନି, ତୁମେ ଆନନ୍ଦିତ ହବ ନା ନିରାଶ ହବ? ସେଠି ହେ ଜଳିଲାନି, ସେଠି ଆନନ୍ଦିତ ହୁଅ। ଟେପ୍ ଛିଡ଼ିଗଲା, ଆନନ୍ଦିତ ହୁଅ। ଚପଲ ଟେପ୍ ଛିଡ଼ିଗଲା, ଆନନ୍ଦିତ ହୁଅ। ସାଇକେଲ ପଙ୍କଚର ହେଲା, ଆନନ୍ଦିତ ହୁଅ। ଗାଡ଼ି ପଙ୍କଚର ହେଇଗଲା, ଆନନ୍ଦିତ ହୁଅ। ଆଜି କେତେ ଗୁଡ଼ିଏ ଲୋକଙ୍କୁ ଡାକିଥିଲି କାମ କରିବା ପାଇଁ, ଆସିଲେନି, ଆନନ୍ଦିତ ହୁଅ। ମୁଁ ମାଟ୍ରିକରେ କମ୍ ନମ୍ବର ରଖିଲି, ଆନନ୍ଦିତ ହୁଅ। ହୁଏତ ଆଇଏରେ ବେଶୀ ନମ୍ବର ରଖିପାରିବ, ବିଏରେ ବେଶୀ ନମ୍ବର ରଖିପାରିବ। ମୁଁ ପରୀକ୍ଷାରେ ଫେଲ୍ ହେଇଗଲି, ସେଥିରେ ବି ଆନନ୍ଦିତ ହୁଅ। ଆଜି ଏହିସବୁ ଖାଦ୍ୟ ମିଳିଛି ମୋତେ, ଶାଗ, ଭାତ, ଡାଲି, ବଢ଼ି, ଯାହା ମିଳିଛି ସେଥିରେ ଆନନ୍ଦିତ ହୁଅ, ଖୁସି ହୁଅ, ଖୁସିରେ ଖାଅ। ସେଇଟା କୌଣସି ମେଟେରିଆଲରେ ନାହିଁ ଯେ ଏଇଟାରେ ଖାଇଲେ ମୋତେ ଆନନ୍ଦିତ ଲାଗିବ, ସେଇଟା ମନ ଭିତରେ ଅଛି। ମୁଁ ଆଇଁଷ ଖାଉଥିଲି, ଆନନ୍ଦରେ ଖାଉଥିଲି, ଏବେ ଛାଡ଼ି ଦେଇଛି, ମୋତେ ଆନନ୍ଦିତ ବି ଲାଗୁଛି, ଖୁସି ଲାଗୁଛି, ଆଇଁଷ ଖାଉନି। କିଛି ଫରକ ନାହିଁ, ଆନନ୍ଦ ତମ ଭିତରେ ଅଛି। ଟ୍ୟାପ୍ ପାଣି ସରିଗଲା, ଗାଧଉଛ,
ବାଥରୁମ୍ରେ କ'ଣ କରିବ? ବିରକ୍ତି ଆସିବନି? ମୁଁ ଗାଧୋଉଛି, ଅଧା ଗାଧେଇଲିଣି, କ'ଣ କରିବ ତୁମେ? ସେଥିରେ ବି ଆନନ୍ଦିତ ହୁଅ, ଖୁସି ହୁଅ। କି ଗାଳି ଦେଉଛି ବି ଆନନ୍ଦିତ ହୁଅ। ଇଏ ଗୋଟେ ରାସାୟନିକ ପ୍ରକ୍ରିୟା ସୃଷ୍ଟି ହେବ ତୁମ ଭିତରେ। ଚାହା ଲୁଣିଆ ହେଇଯାଇଛି, କି ଚିନି ପଡ଼ିନି, କି କ'ଣ କ'ଣ ଅବ୍ୟବସ୍ଥା ହେଇଯାଇଛି, ସେଥିରେ ଆନନ୍ଦିତ ହୁଅ। ଚାହା ତ ଟେମ୍ପୋରାରୀ ଜିନିଷଟା ନା। ଆଜି ଘୋଡ଼େଇ ହେବାକୁ କିଛି ନାହିଁ, କି ଅସୁବିଧା ରହିଯାଇଛି, କ'ଣ ହେଇଛି, ଆନନ୍ଦିତ ହୁଅ। କେଉଁଠି ବନ୍ଧୁ ଘରକୁ ଯାଇଛ, ଯେଉଁ ଖାଦ୍ୟ ମିଳିଲା ଆନନ୍ଦିତ ହୁଅ। ତୁମେ କାହାକୁ ଦେଇଥିଲ ଶାଢ଼ୀ ଯୋଡ଼, ସିଏ ତୁମକୁ ଖରାପ ଟିକେ କମ୍ ରେଟ୍ର ଦେଇଦେଲା ବନ୍ଧୁ ସମ୍ପର୍କରେ, ତୁମେ ସେଥିରେ ଆନନ୍ଦିତ ହୁଅ। ତୁମ ଘରକୁ କିଏ ରସଗୋଲା ନେଇକି ଆସିଛି, 20ଟା ଆଣିଥାନ୍ତା 10ଟା ଆଣିଛି, ସେଥିରେ ଆନନ୍ଦିତ ହୁଅ। ଅସୁବିଧା କ'ଣ ଅଛି? ନହେଲେ ତ ସବୁଯାକ ନିରାଶ ଦେଇଦେବ ତୁମକୁ ନା, ଜୀବନଟା ବ୍ୟର୍ଥ ବେକାର ହେଇଯିବ। ତୁମକୁ କିଏ କଥା ଦେଇଥିଲା ପଇସା ଦେବା ପାଇଁ, ଦେଲାନି, ସେଥିରେ ଆନନ୍ଦିତ ହୁଅ, ଖୁସି ହୁଅ। କିଛି ନାହିଁ। ସେ ଆନନ୍ଦିତ, ମୁଁ କହିବାର କାରଣ ହେଉଛି, ଯଦି ପ୍ରତ୍ୟେକ ଅର୍ଡ଼ରେ ତୁମେ ଆନନ୍ଦିତ ହେଇଗଲ, ତୁମକୁ ପରବର୍ତ୍ତୀ ଷ୍ଟେଜରେ ସବୁ ଆନନ୍ଦ ତୁମ ପାଖକୁ ପଳେଇ ଆସିବ। କାହିଁକିନା ଏଠି ଗୋଟେ ଆକର୍ଷଣ ଶକ୍ତି ଅଛି, ପୃଥିବୀର ନିୟମ, ପ୍ରକୃତିର ନିୟମ, ଇଏ ଆନନ୍ଦିତ ହେଇକିରି ଅଛି। ଅତଏବ ଆନନ୍ଦ ପାଖକୁ ଆନନ୍ଦ ହିଁ ଆସିବ। ସେ ସାଙ୍କସନ୍ କରିଦେବେ, ସବୁ ଦେଖିଲେ ଆନନ୍ଦିତ ହେଉଛି, ସବୁ କ୍ଷେତ୍ରରେ ଆନନ୍ଦିତ ହେଉଛି। ତେଣୁ ତାର ବାଟ ନାହିଁ ପ୍ରକୃତିର ନିୟମ ଯେ ତୁମକୁ ନିରାଶ ଜିନିଷ ପଠାଇବ ତୁମ ପାଖକୁ। ବୋଲିଂ କରୁଛ, ବ୍ୟାଟ୍ସମ୍ୟାନ୍ ଆଉଟ୍ ହେଲାନି, ଠିକ୍ ଅଛି, ଆନନ୍ଦିତ ହୁଅ। ସେକେଣ୍ଡ ବଲ୍ ପକେଇବ, ଆନନ୍ଦିତ ହେଇକିରି ସେ ଆଉଟ୍ ହେଇଯିବ। ସେମିତି ବ୍ୟାଟ୍ସମ୍ୟାନ୍ ଜଣେ ଛକା ମାରୁଛି, ନହେଲା ନାହିଁ, ଖୁସି ହବ, ନେକ୍ସଟ ବଲ୍କୁ ଅପେକ୍ଷା କରୁ। ମୁଁ ଥରେ କ୍ରିକେଟ ଖେଳୁଥିଲି, ଆମେ ତ ଖେଳୁ କ୍ରିକେଟ 10 ଓଭର ଯାକେ ମୁଁ ରହିଛି, 0 ରନ୍, 7 ଜଣ ଆଉଟ୍ ହେଇଗଲେଣି। 7 ଜଣ, ମୁଁ ଓପନିଂ ଯାଇଛି, ମୁଁ 7 ଜଣ ଆଉଟ୍ ହେଇଗଲାଣି, ରନ୍ ରେଟ୍ ଠିକ୍ ଅଛି, ମୁଁ ବାଡ଼ଉନି, ମୁଁ ଖାଲି ଦେଖୁଛି, ଜଗିଛି, ତାଙ୍କର ଗୋଟେ ଷ୍ଟ୍ରେନ୍ଥ ବଢ଼ିଛି, ହଁ ଜଣେ ତ ଅଛି ଆଉଟ୍ ହେଇନି। ସେ ଟିମ୍ରେ ଆମେ ସେଇ ବର୍ଷ ସେଇ ଇଏରେ ଜିତିଲୁ। ଆନନ୍ଦିତ ରହିବା ଦରକାର ସବୁ କ୍ଷେତ୍ରରେ। ଖେଳଠୁ ଆରମ୍ଭ କରି ଖାଦ୍ୟ, ଯିବା ଆସିବା, କେଉଁଠି ଯାଉଛ, କେଉଁଠି କାମ ସଫଳ ହେଲାନି, ଠିକ୍ ଅଛି, ସେଠି ଆନନ୍ଦିତ ହୁଅ। କେସ୍ରେ ହାରିଗଲେ ବି ଆନନ୍ଦିତ ହୁଅ। ଆଉ ଏଇଟା ମନେ ରଖନ୍ତୁ, ଏଇ ଯେଉଁ ନିରାଶ ଦେଉଛି ତୁମକୁ ବେଳେ ବେଳେ, ତୁମ ଭଲ ପାଇଁ ଦେଉଛି। ଏତିକି ଜ୍ଞାନ ତୁମ ଭିତରେ ରହୁ, ଏ ନିରାଶ ଭାବ ତୁମକୁ ଗୋଟେ ଭଲ, ଭଗବାନଙ୍କର କିଛି ଗୋଟେ ସ୍ୱୀକୃତ ତୁମ ଉପରେ ଅଛି, ତୁମକୁ ଅଘଟଣ କରିବାକୁ ଚାହୁଁନି। ବେଳେବେଳେ ବହୁତ ଦିନର ଘଟଣାକୁ ତୁମେ ଆଣିକି ମିଶାଅ ତୁମ ଜୀବନରେ, ଦେଖିବ ସେ ଘଟଣା ହେଇଥିଲେ ଭୁଲ ହେଇଯାଇଥାନ୍ତା। ତୁମେ ଯେଉଁଟା ଚାହୁଁଥିଲ ସେତେବେଳେ ଯେଉଁଟା ଚାହୁଁଥିଲ, ଏଇଟା ହେଲାନି କାହିଁକି, ଏବେ ତାକୁ କାଲକୁଲେସନ୍ କର, ସେଇଟା ନ ହେଇଛି ଭଲ ହେଇଛି, ଯେଉଁଟା ପ୍ରକୃତି ଦେଇଛି ତୁମ ପାଇଁ ଭଲରେ ଦେଇଛି। ତେଣୁ ତୁମ ବିଚାର ଭିତରେ କେତେ ଗୁଡ଼ିକ ଆସେନି, କାଲକୁଲେସନ୍ କରିପାରନି, ସେ ଯେଉଁଟା ଦେଇଛି ସେଇଟା ଠିକ୍ ଦେଇଛି ତୁମ ପାଇଁ। ମୁଁ ଯଦି ସର୍ଭିସ୍ କରିଥାନ୍ତି ଆଜି କ'ଣ କରିଥାନ୍ତି, ଏଠି ବସିଥାନ୍ତି କି? ମୁଁ ଏବେ ଭାବୁଛି ମୁଁ କେତେ ଆନନ୍ଦରେ ଅଛି, କେତେ ଖୁସିରେ ଅଛି। ସର୍ଭିସ୍ କରିଥିଲେ କ'ଣ ହେଇଥାନ୍ତା? ସେତେବେଳେ ବେଳେବେଳେ ଭାବିଥିଲି ଚାକିରି ହେଲାନି କାହିଁକି, ତା ସତ୍ତ୍ୱେ ମୁଁ ଆନନ୍ଦରେ ଥିଲି, ଖୁସିରେ ଥିଲି, ଖେଳୁଥିଲି, ବୁଲୁଥିଲି। ନ ହଉ ଚାକିରି କ'ଣ ହେଇଗଲା, ଚାକିରି କରିବା ଉଦ୍ଦେଶ୍ୟ ନଥିଲା ମୋର ନା। ତେଣୁ ଆଜି ଭାବୁଛି ଚାକିରି ନ କରିବାଟା ମୋ ପାଇଁ ବହୁତ ବେଟର ହେଇଛି, ବହୁତ ବେଟର ହେଇଛି। କାରଣ ସେତେବେଳେ ମୁଁ ଜାଣିଥିଲି ଚାକିରି ଏକ ବନ୍ଧନ,
ସେତେବେଳେ ଜାଣିଥିଲି ମୋ ଦ୍ୱାରା କୌଣସି ଜାଗାରେ ରହିବାର ଲୋକ ମୁଁ ନୁହେଁ, ରହିପାରିବେନି କେବେ ବନ୍ଧନ ହେଇକିରି ଗୋଟେ ସେଟିଂ ହେଇକିରି ଗୋଟେ ଜାଗାରେ ଡେ ଟୁ ଡେ 10ଟାରୁ 4ଟା 5ଟା ମୁଁ କେବେ ବି ରହିପାରିବିନି, ବନ୍ଧନ ଲାଗେ ମୋତେ। ତେଣୁ ଯେଉଁ ଯେଉଁ ଘଟଣା ଘଟିକ ତୁମ ଉପରେ ଘଟି ସାରିଛି, ପୂର୍ବରୁ ତୁମେ ଯେଉଁଟାକୁ ଭାବୁଥିଲ ଏଇଟା ଠିକ୍ ନୁହେଁ, ଏବେ ଭାବନା କର ସେଇଟା ଠିକ୍ ତୁମ ପାଇଁ ଥିଲା। କାହିଁକିନା ଏଇଟା ପ୍ରକୃତିର ନିୟମ ଅନୁସାରେ ତୁମକୁ ଭଲ ଜିନିଷ ଦେଇଛି, ଭଲ ଜିନିଷ ଦେଇଛି ତୁମକୁ। ସେଇଥିପାଇଁ ମୁଁ ଗୋଟିଏ ମୂଳରୁ ଯେଉଁଟା କହିଥିଲି, ଯାହା ମିଳିଛି ତାକୁ ଆନନ୍ଦିତ ଅବସ୍ଥାରେ ତୁମେ ଗ୍ରହଣ କର ଏବଂ ଯାହା ମିଳିଛି ସେଥିରେ ନିରାଶ କେବେ ହୁଅନି। ଏ ବର୍ଷ ଫସଲ ଧୋଇଗଲା, ଆନନ୍ଦିତ ହୁଅ। ପାଣି ମାଡ଼ିଲାନି ବିଲକୁ, ଆନନ୍ଦିତ ହୁଅ। ଷଣ୍ଢ ଖାଇଯାଉଛି ତମ କିଆରି, ତମେ ଆନନ୍ଦିତ ହବ ନା ନିରାଶ ହବ କହିଲ? ପାଚିଲା କିଆରି, ଧାନ ଢଡ଼ ହେଇକି ଦେଖାଯାଉଛି, ଷଣ୍ଢ ଖାଇଯାଉଛି, ତମେ ଗୋଡ଼େଇବ ଯାଇକି ଷଣ୍ଢ, ଖୁସିରେ ଗୋଡ଼ାଅ, ନିରାଶ ହେଇକିରି ଗୋଡ଼ାଅ। ଷଣ୍ଢ ଖାଇଗଲା ଯେ ମୋର ସବୁ ନଷ୍ଟ ହେଇଗଲା, ତାହା ନୁହେଁ, ତାହା ନୁହେଁ କେବେ। ତେଣୁ ତୁମେ ଯେଉଁ ପ୍ରସନ୍ନ ଚିତ୍ତ ଯଦି ରହିଲ ସଦାବେଳେ, ଯୋଗଟା ଅଟୋମେଟିକ୍ ହେଇଯିବ। ରାତିରେ ଯେଉଁ ଚକ୍ରରେ ମନ ଦେବ ସେ ତ ଆନନ୍ଦିତରେ ମନ ଦେଉଥିବ। ତୁମେ ପ୍ରଣବ କରୁଛ, ଆନନ୍ଦିତରେ ମନ ଥିବ, ପ୍ରାଣାୟାମରେ ଆନନ୍ଦିତ ଥିବ, ଶୁଭଭାବନାରେ ଆନନ୍ଦିତ, ଶୁଭଭାବନାକୁ ବହୁତ ବଳଶାଳୀ କରିଦେବ। ଯଦି ଆନନ୍ଦିତ ଅବସ୍ଥା ସୃଷ୍ଟି ହେଲା, ଶୁଭଭାବନାକୁ ବହୁତ କଲରାଇଜ୍ କରିଦେବ, ସୁନ୍ଦର କଲର ଦେଇଦେବ ସେଥିରେ। ସେଥିପାଇଁ ଗୋଟେ ୱାର୍ଡ ଜଏଣ୍ଟ ହେଇଛି, ପ୍ରସନ୍ନ ଆନନ୍ଦମୟ ହମାତ୍ମା। ଏଇଟା ଘୋଷିଲେ ହବନି କେବେ। ଯଦି ପାଣି ଜାଣିନ କ'ଣ, ପାଣି ପାଣି ହେଲେ ଲାଭ କ'ଣ ଅଛି? ପାଣିର ୟୁଟିଲିଟି ଜାଣିନ, ପାଣିର ବ୍ୟବହାରିକ ଜ୍ଞାନ ନାହିଁ, ପାଣି କ'ଣ କରେ ଜାଣିନ, ଖାଲି ପାଣି ଘୋଷି ଦେଇଛ, ପାଣି ପାଣି ପାଣି, ଲାଭ କ'ଣ ଅଛି? ତେଣୁ ପ୍ରସନ୍ନ ଆନନ୍ଦମୟ ହମାତ୍ମା ଯେତେବେଳେ କହିବ, ତାର ଅର୍ଥ ସହିତ ତୁମକୁ ତାର ବ୍ୟବହାରିକ ଜ୍ଞାନ, ପ୍ରାକ୍ଟିକାଲ ଅନୁଭବ କରିବା ଦରକାର। ପ୍ରସନ୍ନ ଆନନ୍ଦମୟ ହମାତ୍ମା ହବା ଦରକାର। ମିଛରୁ ସତ ହେଇଯିବ ଦିନେ, ମିଛରୁ ସତ ହେଇଯିବ ଆନନ୍ଦ ଅବସ୍ଥାଟା। କ୍ରିଏସନ୍ କରନ୍ତୁ। ମୁଁ ତ ଯୋଗ ଆରମ୍ଭରୁ ଖୁସିରେ ଗୀତ ଗାଇ ଗାଇକିରି ସପ ପକେଇଦିଏ, ମନେ ମନେ ଗୁଣୁ ଗୁଣୁ ହେଇକିରି ଗୀତ ଗାଉଥିବି, ସପ ପଡ଼ୁଥିବ, ଝାଡ଼ୁ ମାରୁଥିବି, ରାତି 3ଟାରୁ ଉଠିକିରି ଗନ୍ଥା ପକେଇବି, ତାପରେ ବେଡ଼ସିଟ୍ ପକେଇବି, ବାସ୍ ଆନନ୍ଦରେ ବସିବି। ସେଇଟା କ୍ରିଏସନ୍ କରିବାକୁ ପଡ଼ିବ ତୁମକୁ, ଅଟୋମେଟିକ୍ ସେ ହେଇଯିବ ତମେ ଯଦି ମନ ଦେବ। ଆଉ ପୁରା ଜୋସ୍ରେ ଆରମ୍ଭ କରିଦେବ ଯୋଗଟାକୁ, ପ୍ରଫୁଲ୍ଲ ଚିତ୍ତରେ ଆରମ୍ଭ କରିବ ଯୋଗଟାକୁ। ନିରାଶ ହେଇକିରି ଯୋଗ ଆରମ୍ଭ କଲେ କିଛି ହବନି। ତମେ ନିରାଶ ହେଇକିରି ଯାଉନ ଗୋଟେ ଜାଗାକୁ, କାହାକୁ କ'ଣ ମାଗିବ, ସେ ଦେବନି। ଆଉ ତ ଖୁସି ଆନନ୍ଦରେ ଯାଅ, ସେ ଦେଇଦେବ। କାଶ ମୁଁ ଅପେକ୍ଷା କରିଛି ତୋତେ ଦେବା ପାଇଁ। ଆଉ ଯଦି ଦୁଃଖରେ ଯିବ ସେଠିକି, ସେ କହିବ ନାଇଁ, ଆଜି ନାଇଁ, କାଲି ଆସ, କାଲି ଆସ, ଆଜି ହବନି। କାରଣ ତୁମେ ସୃଷ୍ଟି କରୁଛ ନା, ନିରାଶଟାକୁ ତୁମେ ସୃଷ୍ଟି କରିଛ। ତମେ ତ ନିରାଶ ହେଇକି ଯାଇଛ, ସେ କାହିଁ ଦବ ତୁମକୁ? ଗୋଟେ ଖାଇଲ ପିଇଲ, ଖୁସିରେ ରହିଲ ସଦାବେଳେ, କିଛି ନାହିଁ। ଯେତେ ବିପଦ ଆସ, ସେ ବିପଦକୁ ହାଲକା କରିବା ପାଇଁ ଗୋଟିଏ ଭାବନା ଆଣ, ମୋର ମୃତ୍ୟୁ, ମୁଁ ଆଜି ନଥାନ୍ତି, ସେ ବିପଦଟା ଛୋଟ ହେଇଯିବ। ଯେଉଁ ବିପଦ ଆଜି ଆସୁଛି ତୁମ ପାଖକୁ,
ତୁମେ ମାଇଣ୍ଡ ସେଟ୍ କରିବ ଯେ ମୁଁ କାଲି ମରିଯାଇଥାନ୍ତି ମନେ କରନ୍ତୁ। ଏ ବିପଦଟା ଯେଉଁଟା କମିଂ ଆସୁଛି ଦେଖାଯାଉ ଏଇଟା ହାଲକା ହେଇଯିବ, ଛୋଟ ହେଇଯିବ। ତୁମେ ଘରୁ ବାହାରିଲ, ଝୁଣ୍ଟିଲ, ତାକୁ ଆନନ୍ଦିତ ହୁଅ। ଆନନ୍ଦିତ ହେଇକି ଭାବ କାଳେ ମୋର ଆଉ କ'ଣ ହେଇଥାନ୍ତା ଭବିଷ୍ୟତରେ, ଏଇଟା ଛୋଟ ହେଇଗଲା ମୋର ଝୁଣ୍ଟିବାଡ଼ି। ଆଉ ମୁଁ ତ ଆଗେ ଦେଖିଛି ମୋ ଆଶ୍ରମ ଆଗେ ଗୋଟେ ସ୍ତ୍ରୀ ଲୋକ ଯାଉଛି, ତା ପୁଅ ଯାଉଛି, ଦୁଇ ସାଇଡ଼ରେ ଯାଉଛନ୍ତି। ମା ଝୁଣ୍ଟି ପଇଲା, ଏ ପୁଅକୁ ଦୁଇଟା ଯାଇ ବିଧା ଥୋଇଦେଲା। ମୁଁ ଅନେଇଛି ଦେଖୁଛି, ମୁଁ ଇଏ ତାକୁ କାହିଁ ମାରୁଛି, କ'ଣ ଦରକାର? ସେ କହିଲା ଇଏ ଝୁଣ୍ଟିଲା, ପୁଅ ମାଡ଼ ଖାଇଲା। ରାଗଟା କେମିତି ଏକ୍ସପ୍ରେସନ୍ ହେଉଛି ଦେଖନ୍ତୁ। ଢୁ ଢୁ କରିଦେଲା, ସେ କାନ୍ଦିଲା, କହିଲା ମୁଁ କ'ଣ କଲି, ତୁ ତ ଝୁଣ୍ଟିଲୁ, ମୋତେ କାହିଁ ମାରୁଛୁ? ଆଉ କ'ଣ କରିବ ସେ ମାଆକୁ କୁହ? ମୁଁ ଅନେଇକି ହସୁଛି, ସେଠି ହସ ମାଇଲା ମୋତେ। ଆଶ୍ରମ ବାହାରେ ମୁଁ ଛିଡ଼ା ହେଇଛି, ସେ ରୋଡ଼ଟା କରେ ଲାଗିକି ଯାଉଛନ୍ତି ମା ପୁଅ ଦୁଇ ଜଣ। ମୁଁ ବି ଖୁସି ହେଇଗଲି ଟିକେ। ଏ ଘଟଣାଟା ମୋର ମନେ ରହିଲା। ଚିନ୍ତା କରନ୍ତୁ। ଗୋଟେ ଗୋଟେ ମା ଅଛନ୍ତି, ଖଟ ଉପରୁ ପୁଅ ଗଳି ପଡ଼ିଲା ଧରା ଛୋଟ, ତାକୁ ଉଠେଇକିରି ତାକୁ ସାଷ୍ଟାମ କରିବ ନା ନିଜ ମୁଣ୍ଡକୁ ବାଡ଼େଇବ? ମୋ ପୁଅର କ'ଣ ହେଇଗଲା, ଅମୁକ ହେଇଗଲା, ଧମକ ହେଇଗଲା, ମୁଁ କେମିତି ବଞ୍ଚିବି? ଆରେ ପୁଅକୁ ଶୀଘ୍ର ଉଠେଇକି ସାଷ୍ଟାମ କରିବ ନା ନିଜ ମୁଣ୍ଡକୁ ବାଡ଼େଇବ ଖଟ ତଳେ? ଏହା ଅଜ୍ଞାନତା। ତେଣୁ ଆଉ ଗୋଟେ କାରଣ ହେଉଛି ଭବିଷ୍ୟତକୁ ରଖିକିରି କେବେ ଏବେ ଦୁଃଖ ଅନୁଭବ କର। ଭବିଷ୍ୟତ କେବେ ଅଛି ନା, ଆନନ୍ଦିତ। ବର୍ତ୍ତମାନ ପ୍ରେଜେଣ୍ଟ ଅବସ୍ଥାଟା ବହୁତ ମୂଲ୍ୟବାନ। ତୁମେ ବର୍ତ୍ତମାନ ସ୍ତରରେ ରୁହ, ନା ଅତୀତକୁ ଯାଅ ନା ଭବିଷ୍ୟତକୁ ଯାଅ, ଯାଅନି ଜମା ଭାବନାରେ। ଅତୀତକୁ ଯାଅନି କି ଭବିଷ୍ୟତକୁ ଯାଅନି, ବର୍ତ୍ତମାନ ପ୍ରେଜେଣ୍ଟରେ ଆନନ୍ଦିତ ହୁଅ। ମୋର ଝିଅ ଅଛି ବା ସନ୍ତାନ ନାହିଁ, ଆନନ୍ଦିତ ହୁଅ। ଭବିଷ୍ୟତ କଥା ଛାଡ଼, ମୋର କେବେ ଯେବେ ପୁଅ ହବ ମୁଁ ଆନନ୍ଦିତ ହେବି ନା। ଜମା କାରଣ ସହିତ ଯୋଡ଼ି ହୁଅ ନା, ବରଂ ପରିଣାମ ସହିତ ଯୋଡ଼ି ହୁଅ। ପରିଣାମ କ'ଣ ନା ମୋ ଚାକିରି ହବାଟା ପରିଣାମ। ପରିଣାମ ହେଉଛି ଆନନ୍ଦିତ ହବା। ଚାକିରିଟା କାରଣ, ପରିଣାମ ହେଲା ଆନନ୍ଦିତ ହବା। ତୁମେ ଯଦି କାରଣ ପଛରେ ଗୋଡ଼େଇବ ତାହେଲେ ପରିଣାମ ଠିକ ହେବନି, ପରିଣାମ ରଙ୍ଗ ହେଇପାରେ। ବୁଝନ୍ତୁ ମୋ କଥାକୁ। ତୁମେ ଯଦି କାରଣ ସହିତ ଯିବ, କାରଣ ହେଉଛି ଚାକିରି କରିବା, ପରିଣାମ ହେଉଛି ଆନନ୍ଦିତ ହେବା। କାରଣ ହେଉଛି ପିଲା ଜନ୍ମ କରିବା, ସନ୍ତାନ ହେବା, ପରିଣାମ ହେଉଛି ଆନନ୍ଦିତ ହେବା। ମୋର ପିଲା ଜନ୍ମ ହେଲେ ବା ପିଲା ହେଲେ ମୁଁ ଖୁସି ହେବି, ମୋର ଚାକିରି ହେଲେ ମୁଁ ଖୁସି ହେବି, ମୋତେ ଟଙ୍କା କିଏ ଦେଲେ ଖୁସି ହେବି, ମୋତେ ୱିଣ୍ଡଫଲ୍ ଗେନ୍ ହେଲେ ମୁଁ ଖୁସି ହେବି। ଏସବୁ କାରଣ, ଖୁସି ହେବାଟା ପରିଣାମ। ତୁମେ ଆଗେ ପରିଣାମକୁ ଯାଉନା, ଆଗେ ପରିଣାମକୁ ଧର, ଖୁସି ହେବାଟା ଶିଖ। ଏ କାରଣ ତା ପଛରେ ଗୋଡ଼େଇବ। ବୁଝିଲେ? ଇଏ ଓଲଟା ଅଙ୍କ। ବୁଝନ୍ତୁ ମୋ କଥା। ତୁମେ ଯଦି ସନ୍ତାନ ହେଲେ କହୁଛ ଖୁସି ହେବ, ଏବେଠୁ ଖୁସି ହେବ ନା, କାରଣଟା ଲାଗିଯିବ ତା ପଛରେ। ବୁଝନ୍ତୁ, ଲଜିକାଲ ବୁଝନ୍ତୁ। ତୁମେ ପରିଣାମ ଆଡ଼କୁ ଧର, ପରିଣାମ ହେଉଛି ଖୁସି ହେବା। ସବୁଥିରେ ଖୁସି ହୁଅ, କାରଣ ତା ପଛେ ପଛେ ଆସିଯିବ, ଅଟୋମେଟିକ୍ ଆସିଯିବ। ଆଉ ବର୍ତ୍ତମାନ ସମୟ ହେଉଛି ମୂଲ୍ୟବାନ। ବର୍ତ୍ତମାନ ସମୟରେ ଭବିଷ୍ୟତକୁ କେବେ ଦେଖନି, ଭବିଷ୍ୟତରେ କ'ଣ ହେବ ଚିନ୍ତା କରନି। ବର୍ତ୍ତମାନ ଆନନ୍ଦିତ ହେଇକରି, ଖୁସି ପ୍ରସନ୍ନ ହେଇକି ରୁହ। ଅଇଁଠୁ ଶୋଇଛି ତା ସ୍ତ୍ରୀ ସହିତ ଖଟ ଉପରେ, ଚାଳ ଘର କଣା ଟିକେ ଟିକେ କେଉଁଠି ହେଇଯାଇଛି, ମାନେ ଗରିବ ସ୍ତରର ଲୋକ, ଅଭାବ ଅନାଟନରେ ଅଛନ୍ତି।
କ'ଣ ହେଲା ସ୍ତ୍ରୀ ରାତି ଅଧରେ ଉଠିକିରି ସେଇଠୁ ଅଇଁଠୁକୁ ଉଠିଲା, ପେଲି ଦେଲା ଏମିତି ଟିକେ ନା, କହିଲା ଶୁଭୁନି କି ତମକୁ? ସେଇଠୁ ରାତି ଅଧରେ ଇଏ ବିଳି ବିଳେଇକିରି ଆଖି ମଳମଳ କରି କହିଲା କ'ଣ ଅସୁବିଧା କ'ଣ ହେଲା? ରାତି ଅଧରେ ମୋତେ ଉଠଉଛ? ନା ତମର କ'ଣ ଚିନ୍ତା ନାହିଁ? କାଲି ସକାଳେ ପୁଅଟି ହେବ, ଖଟ ଏଡ଼ିକିଟି ଶୋଇବ କେଉଁଠି? ସେଠୁ ଇଏ ଆଖି ମଳମଳ ନିଦ ଅଛି ରାତି ଅଧରେ, କ'ଣ ତା ସ୍ତ୍ରୀର ମନେ ପଡ଼ିଲା, ସେଠୁ ଭବିଷ୍ୟତ ଚିନ୍ତା କରିକି ସେଠୁ ପେଲି ଦେଇକି କହିଲା, ସେଠୁ ଅଇଁଠୁ କ'ଣ କଲା ନା ଟିକେ ଘୁଞ୍ଚିଗଲା, ତାକୁ ଟିକେ ପେଲି ଦେଲା, କହିଲା ଏଇଠି ଶୋଇବ ମଝିରେ, ଅସୁବିଧା କ'ଣ ଅଛି? ଯଦି ପୁଅଟା ହେଲା ଭବିଷ୍ୟତରେ ଏଇଠି ଶୋଇବ। ସେଠୁ ସ୍ତ୍ରୀ ଆଉ ଟିକେ ଚିନ୍ତା କରି ଗଲା, ହଉ ଗୋଟିଏ ପୁଅ ହେଲେ ଏଠି ଶୋଇବ, ଦୁଇଟା ପୁଅ ହେଲେ କେଉଁଠି ଶୋଇବ? ସେଠୁ ଆଉ ଟିକେ ପେଲି ଦେଲା ତା ସ୍ତ୍ରୀକି, ଆଉ ଟିକେ ଘୁଞ୍ଚି ହେଲା ଏପଟୁ, ଆଉ ଟିକେ ଫାଙ୍କା କରିଦେଲା ମଝିଟା, କହିଲେ ଏଇଠି ତ 2 ଜଣ ଶୋଇବ, ଅସୁବିଧା କ'ଣ ହେଇଯାଉଛି? ସେଠୁ ତା ସ୍ତ୍ରୀ କହିଲା 3ଟା ହେଲେ କେଉଁଠି ଶୋଇବ? ସେଠୁ ଅଇଁଠୁ କ'ଣ କରିବ ନା ନିଜେ ଆଉ ଟିକେ ଘୁଞ୍ଚିଲା ବେଳକୁ ଖଟ ତଳକୁ ଗଳି ପଡ଼ିଲା। ଜାଣିଲେ, ଟିକେ ସ୍ପେସ୍ ଖୋଜିଲା ବେଳକୁ ଜାଗା, 3ଟା ପୁଅ କେଉଁଠି ଶୋଇବ? ଗଳି ପଡ଼ିଲା, ଆଣ୍ଠୁ ବାଡ଼ ହେଇଗଲା, ଫ୍ରାକ୍ଚର ହେଇଗଲା। ସେଠୁ ଓ ଆ ହେଲା ରାତି ଅଧରେ। ସେଠୁ ତା ସ୍ତ୍ରୀ ସେଠୁ ଜୋର ଓ ଆ ହେଲା। ସେଠୁ ସାହି ପଡ଼ିଶା ଲୋକ ଆସି ଦେଖିଲେ, ଆରେ ଅଇଁଠୁ କ'ଣ ହେଇଛି ନା ତାକୁ ପଚାରୁନା। ସେଠୁ ସ୍ତ୍ରୀକି ପଚାରିଲା ବେଳକୁ ସ୍ତ୍ରୀ କହୁଛନ୍ତି ତାକୁ ପଚାରୁନା କାହିଁ ଏମିତି ହେଲା। ସେଠୁ ଇଏ ଗଲେ ତାକୁ ପଚାର, ସିଏ କାହିଁକି କ'ଣ ହେଇଛି ସେ କହିବ। ମାନେ ଭବିଷ୍ୟତ କେଉଁଠି? ଗୋଟିଏ ପିଲା ହେଇନି, ସେକେଣ୍ଡ ପିଲା ହେଇନି, ଥାର୍ଡ଼ ପିଲା ହେଇନି, ଆଣ୍ଠୁ ଫ୍ରାକ୍ଚର ହେଲା। ସେଇ କାରଣ ପାଇଁ ଭବିଷ୍ୟତ ଚିନ୍ତା କରି ଆଣ୍ଠୁ ଫ୍ରାକ୍ଚର। ତେଣୁ ତୁମେ ଜମା ଭବିଷ୍ୟତକୁ ନଷ୍ଟ କର ନା, ବର୍ତ୍ତମାନ ସମୟକୁ ନଷ୍ଟ ନ କରି ଭବିଷ୍ୟତ ଚିନ୍ତା କର। ଭବିଷ୍ୟତ କଳ୍ପନା କରିପାର, କିଛି ନାହିଁ, ଭବିଷ୍ୟତ କଳ୍ପନା କରିପାର ପୂର୍ଣ୍ଣ ମାତ୍ରାରେ, ସେଥିରେ ସଂଶ୍ଳିଷ୍ଟ ରୁହନି। ବର୍ତ୍ତମାନ ସମୟ ମୂଲ୍ୟବାନ ସମୟ। ମୁଁ ଆଜି ଯଦି ଯୋଗ କରିବି କାଲି ଫଳ ରହିବ, ନିଶ୍ଚିନ୍ତ ରହିବ। କାହିଁକିନା ଏଇଟା ନଗଦ 13 ଉଦ୍ଧାର ଯେଉଁ କୁହନ୍ତିନି, ମୋର ନଗଦ ଦରକାର 9 ଟଙ୍କା, 13 ଉଦ୍ଧାରି ଭବିଷ୍ୟତରେ ତୋତେ ଦେବି 13, ତୁ ଏଇନା 9 ନେ ନା। ଏ ଯୁକ୍ତିରେ ରୁହନି, 9କୁ ଧର। ବର୍ତ୍ତମାନ ସମୟ ବହୁତ ମୂଲ୍ୟବାନ, ସେଇଟାକୁ ଧରିକି ଚାଲ। ଆଜି ସାଧନ କରିବ ମାନେ କାଲି ତୁମ ପାଇଁ ଲେଖା ହେଇଗଲା, ଫଳଟା ଥୁଆ ହେଇଛି। ଆଜିର ସାଧନ କାଲି ସୃଷ୍ଟି କରିବ, ଆଜି ଯେଉଁ କଢ଼ଟା କାଲି ପ୍ରସ୍ଫୁଟିତ ହେବ ଫୁଲ ଆକାରରେ। ତେଣୁ ଆଜିର ସକାଳର ଆନନ୍ଦିତ ଅବସ୍ଥା, ପ୍ରଥମେ ଯେଉଁ କହିଥିଲି ଠୋ ଠୋ ହେଇକିରି ହସ, ସେ ସନ୍ଧ୍ୟାବେଳ ପର୍ଯ୍ୟନ୍ତ, ରାତି ପର୍ଯ୍ୟନ୍ତ ବି ସେ ଫୁଲ ଫୁଟିବ ତମଠାରେ। ମର୍ଣ୍ଣିଂ ସଜେଷ୍ଟ ଦ ଡେ। ସକାଳର ପ୍ରାତ ଭାବନା, ସୂର୍ଯ୍ୟ ଯେତେବେଳେ ଉଦିତ ହେବେ ସେତେବେଳେ ପୃଥିବୀର ରଙ୍ଗ ବଦଳିଯିବ, ବାୟୁମଣ୍ଡଳ ବଦଳିଯିବ, ପକ୍ଷୀଙ୍କର ସ୍ୱର ସୃଷ୍ଟି ହେବ, କିଚିରି ମିଚିରି ଶବ୍ଦ ଉଡ଼ିବାକୁ ଆରମ୍ଭ କରିବେ, ହଲଚଲ ହେଇଯିବ ବାୟୁମଣ୍ଡଳ, ପୃଥିବୀର ଗତି ପ୍ରଖର ହେବ ଆସ୍ତେ ଆସ୍ତେ, ଆଉ ତୁମର ଚିନ୍ତାଧାରା ବି ପ୍ରଖର ହେବ। ସେହି ସମୟରେ ଯଦି ତୁମେ ଉଦୟ ସୂର୍ଯ୍ୟ ସମୟରେ ଠୋ ଠୋ ହେଇକିରି ହସିବ, ଘରେ କିଏ କ'ଣ କୁହନ୍ତୁ, କହିବେ ପାଗଳ ହେଇଯାଇଛି, ନହେଲେ ଏହା ତ କହିବା ଆଉ କ'ଣ। ହସୁଛି ସକାଳୁ ଉଠିକିରି, ଖାଇବାକୁ ନାହିଁ, ପିନ୍ଧିବାକୁ ନାହିଁ, କାମ କରିବାକୁ ନାହିଁ, ବେରୋଜଗାର, ତଥାପି ସେ ହସୁଛି, ଏଇଟା କହିପାରନ୍ତି। କିନ୍ତୁ ତୁମେ ତୁମ ଜିଦିରେ ଅଟଳ ରୁହ। ନହେଲେ ଆନନ୍ଦିତ, ଯଦି ଲଜ୍ଜା ଅଛି କି କ'ଣ କହୁଛନ୍ତି, ଆନନ୍ଦିତ ହେଇକିରି ମନେ ମନେ ଆନନ୍ଦିତ ହୁଅ। ତୁମେ ଅଭାବ ଭିତରେ ଅଛ, ତୁମେ ହସିଦେଲ, ସ୍ତ୍ରୀ ସେପଟୁ ଆସିବ, 2-4 ପଦ କହିବ ତୁମକୁ ଅବଶ୍ୟ, କାହିଁକି ହସୁଛ, ଏ ହସର ମୂଲ୍ୟ କ'ଣ ଅଛି? କିନ୍ତୁ ହସର ରହସ୍ୟ ତୁମେ ଜାଣିଛ। ତୁମେ ଆନନ୍ଦିତ ପ୍ରସନ୍ନ ଚିତ୍ତର ଅବଶ୍ୟ ଜ୍ଞାନ ରହିଛି ତୁମ ପାଖରେ, ତୁମେ ହସିବ, ନିଶ୍ଚିନ୍ତ ହସିବ। ଜାଲ ପକଉଛ ନେଇକି ନଈରେ, ମାଛ ହେଲାନି, ନ ହବ। ଗୋଟିଏ କିଛି ବି ଆସିଲାନି, ଗୋଟେ ଢମଣା ସାପ ପଳେଇଲା,
ଏ ଜାଲ ଭିତରେ ସେଥିରେ ବି ଖୁସି ହୁଅ। ମାନେ ମୋ କହିବା କଥା ଖୁସିଟା ତୁମେ କ୍ରିଏସନ୍ କରିବ, ନେକ୍ସଟ ସମୟଟାକୁ ସେ ଆଣିଦେବ, ଆଉ ଗୋଟେ ଭଲ ଖୁସି ଆଣିଦେବ। ମୁଁ ସେଥିପାଇଁ କହୁଛି ବାରମ୍ବାର, ମାନେ ଅସଫଳତା ତୁମକୁ ସଫଳରେ ପରିଣତ କରିଦେବ, ଆନନ୍ଦ ଅବସ୍ଥା। ଏଇ ଯେ ବଲ୍ ତିଆରି କଲେ ଆମର ବୈଜ୍ଞାନିକ 300 ଥର ଅସଫଳ ହେଲେ, 300 ଥର ସେଇ ନୂଆ ଉମଙ୍ଗ, ନୂଆ ଆନନ୍ଦ, ନୂଆ ଯୁକ୍ତିରେ ପୁଣି କୁହନ୍ତି ଆସିକିରି ଆଉ ଗୋଟେ କେମିକାଲ ସୃଷ୍ଟି କର, ଆଉ ଗୋଟେ ମେଥଡ଼ ତିଆରି କର। ନା ଆଜ୍ଞା ଏତେ ଥର କଲୁଣ ହଉନି, ନା ଚେଷ୍ଟା କର, ପୁଣି ଚେଷ୍ଟା କର। 300 ପରେ ସେ ସଫଳ ହେଲେ। ଏଇ ଯେଉଁ ବଲ୍ ତିଆରି ହେଉଛି, ତିଆରି କରିବା ପାଇଁ କେବେ ଅସଫଳ ହୁଅନି। ତୁମ ଜିଦିରେ ଅଟଳ ରୁହ। ଆମେ କହିଛୁ ଆଶ୍ରମ କରିବୁ, ଆମ ଜିଦିରେ ଆମେ ଅଟଳ। ଯେମିତି ହେଲେ ଆଶ୍ରମ କରାଯିବ। ଆନନ୍ଦିତ ଆଶ୍ରମ ହେଇନି, ଆମେ ନିରାଶ ହେଇନି, ଆମେ ଆନନ୍ଦିତରେ ଅଛୁ। କେବେ ହଉ, କ'ଣ ହେଇଗଲା, ଯେବେ ହଉ। ଆଶ୍ରମ ହେଇନି ମାନେ ତମେ ନିରାଶ ହୁଅନି। ନିରାଶ ହେଲେ ନିରାଶ ଆଣିଦେବ। କେତେ ଷ୍ଟ୍ରଗଲ ଦେଇକି ଆମେ ଗତି କରିଛୁ, ଅସମ୍ଭବ ପ୍ରକାର, କେବେ କଳ୍ପନା ବି ତୁମେ କରିପାରିବନି। ଘର ନାହିଁ ଏ ଶକୁନ୍ତଳା ପରେ ଆମର ଭାଙ୍ଗିଗଲାଣି, 80 ବର୍ଷର ଘର। ଆମେ ଆସି ରେଣ୍ଟରେ ରହିଛୁ ଏଠି ଭୁବନେଶ୍ୱରରେ। ବିଷ ଦେଇଦେଲେ ଆମକୁ ଖାଇବା ପାଇଁ, ଏ ଜମିବାଡ଼ି ଇଏକୁ ନେଇକରି। ତଥାପି ଆନନ୍ଦିତରେ ଆମେ ଅଛୁ। ବିଷ ଦେଲା ପରେ ବି ମୁଁ ଆନନ୍ଦିତ ଅଛି। ମୁଁ ଭାବିଲି ଗୁରୁଦେବଙ୍କୁ ତ ବିଷ ଦିଆହେଇଥିଲା ମାରିବା ପାଇଁ। ଯେତେ ଅଭାବ, ଯେତେ ଅସୁବିଧା ଆସୁ, ସେଥିରେ ତୁମେ ଆନନ୍ଦିତ ହୁଅ। ଯଦି ମୁଁ ଆନନ୍ଦିତ ନିରାଶ ହେଇଥାନ୍ତି, ଆଜି ଏଠି ନଥାନ୍ତି। ଯଦି ନିରାଶର ସ୍ୱପ୍ନ ଦେଖିଥାନ୍ତି, ହୁଏତ ବଞ୍ଚି ନଥାନ୍ତି, ସେଇଠି ରହିଥାନ୍ତି। ଆମକୁ ବାଧ୍ୟ କଲା ଶକୁନ୍ତଳାକୁ ଛାଡ଼ିବା ପାଇଁ ସେଠୁ। କିଏ ଡେଷ୍ଟିନ୍ ନେଇଆଲେ ଆମକୁ ଏଠିକି। ଡେଷ୍ଟିନ୍ ନେଇଆଇଛି, ମୁଁ ଆସିନି। କେମିତି ଆସିଛି ମୁଁ ଜାଣିନି, କୋଉ କାରଣରୁ ଆସିଲେ ମୁଁ ଜାଣିନି। ତେଣୁ ଆମେ ଆମ କ୍ଷେତ୍ରରେ ଏଇଟା ଘଟିଲା ତା ନୁହେଁ, ଏମିତି ଅନେକ ମହାପୁରୁଷଙ୍କ କ୍ଷେତ୍ରରେ ଘଟିଛି। ଗୁରୁଦେବଙ୍କୁ ତ ମାରି ଦେଇଥାନ୍ତେ, ବିଷ ଦେଇଥିଲେ। କେତେ ଅଘଟଣ ଘଟିଛି, କେତେ ମାନେ ଅସୁବିଧା କଳ୍ପନା କରିପାରିବେନି ଆଶ୍ରମ ପାଇଁ ଘଟିଛି, ଆଜି ପର୍ଯ୍ୟନ୍ତ ଘଟି ଚାଲିଛି। ତା ସତ୍ତ୍ୱେ ବି ଆମେ ସ୍ୱପ୍ନ ଦେଖୁଛୁ, କେବେ ସାକାର ରୂପ ନେବ, ଆନନ୍ଦରେ ଦେଖୁଛୁ, ନିରାଶ ହେଇନାହିଁ। 65,000 ଟଙ୍କା ଆମେ ସୁଧ ଗଣିଛୁ ସେକେଣ୍ଡ ବର୍ଷ ଫଙ୍କସନରେ। କେହି ମୁନି ନଥିଲେ, ତା ସତ୍ତ୍ୱେ ବି ଆନନ୍ଦରେ ଖୁସିରେ ଆମେ ଖାଦ୍ୟ ଆରେଞ୍ଜ କରୁ 3 ଦିନ ପାଇଁ। ପଇସା ନଥିବ, ଆନନ୍ଦ ଅଛି ତ ପଇସା ଆସିବ, କିଏ ହେଲେ ପଇସା ଦେଇଥିବ। ତେଣୁ ଯୋଉଠି ଅସଫଳ ଅଛି, ଯୋଉଠି କ୍ଷତି ଅଛି, ଯୋଉଠି କିଛି ହେଲାନି, ଜାଣୁଛ ମଞ୍ଜିଟି ଲଗେଇଛ, ଗଛ ହେଲାନି, ଠିକ ଅଛି, ଗଛ ନ ହଉ, କ'ଣ ହେଇଗଲା, ଆଉ ଗୋଟେ ମଞ୍ଜି ଲାଗିବ। ନ ଲାଗିବ, କ'ଣ ହେଇଗଲା ସେଥିରେ? ତୁମେ କ'ଣ ଗଛ ଲଗେଇବା ପାଇଁ ଆସିଥିଲ, ମଞ୍ଜିରୁ ଗଛ ତୋଳିବା ପାଇଁ ଆସିଥିଲ କି ଏଠିକି? ଯୋଉଟା ନ ହଉଛି ସେଇଟା ଭାବ, ଠିକ ଅଛି, ତା ପଛରେ ଅତିରିକ୍ତ ଭାବନା କରନି, ମ୍ରିୟମାଣ ହୁଅନି। ସେ କ୍ଷେତ୍ରରେ ଯେତିକ ସବୁ କାମ କରୁଛ, ଏଥିପାଇଁ ଘର କଲ, ସଂସାର କଲ, ଗାଡ଼ି କଲ, ବଙ୍ଗଳା, ଯାହା ସବୁ ଆସେଟ୍, ସୁନା ଅର୍ଣ୍ଣାମେଣ୍ଟ ଯାହା ସବୁ ରଖିଲ, ଇଏ କେବେ ନୁହେଁ ତୁମ ପାଇଁ, ଇଏ ଟେମ୍ପୋରାରୀ ଜିନିଷ ରଖିଛ। ତେଣୁ ସେଇ ଟେମ୍ପୋରାରୀ ଭାବିକି ଆନନ୍ଦିତ ହୁଅ। ନହେଲେ ଆନନ୍ଦିତ ହୁଅ, କାରଣ ଏ ଟେମ୍ପୋରାରୀ ଜିନିଷ। ଜଣେ ରଖିଛି ସୁନା ବିସ୍କୁଟ ରଖିଛି, ଆମେ ଦେଖୁଛୁ ସୁନା ବିସ୍କୁଟ ଅଛି,
ମୁଁ ଭାବିଛି ଏତିକି, ହଁ ରଖିଛି ସେ ରଖିଛି, ମୋର କ'ଣ ଅଛି ସେଥିରେ। ମୋ ପାଖରେ ନାହିଁ କେବେ ମୁଁ ଭାବିନି, ମୁଁ ବରଂ ଖୁସି ଅଛି ମୋ ପାଖରେ ସାଧନ ଅଛି। ଯେଉଁଟା ଅଭାବ ଅଛି ତୁମ ପାଖରେ ସେ ଅଭାବଟାରେ ଆନନ୍ଦିତ ହୁଅ। ସେଇଟା କନଭର୍ଟ କରିବ ତୁମକୁ ଭାବ ସୃଷ୍ଟି କରିବା ପାଇଁ। ସେଥିପାଇଁ କୁହାଯାଇଛି ଭାବରେ ଅଭାବ, ଅଭାବରେ ଭାବ, ଆନନ୍ଦ ଏହାର ମୂଳ। ଭାବରେ ଅଭାବ ସୃଷ୍ଟି ହେଇଯିବ। ଅଭାବରେ ଭାବ, ଅଭାବ ଅଛି ଭାବ ସୃଷ୍ଟି ହେଇଯିବ। ଭାବରେ ଅଭାବ, ଅଭାବରେ ଭାବ, ସନ୍ତୋଷ ଏହାର ମୂଳ। ମୂଳ କାରଣ ହେଉଛି ସନ୍ତୋଷ। ଅଭାବ ଥିଲେ ଭାବ ହେଇଯିବ, ଆଉ ଭାବ ଥିଲେ ବି ଅଭାବ ହେଇଯିବ। କାରଣ ଅସନ୍ତୋଷ ଯଦି ରହିବ। ଭାବରେ ଅଭାବ, ଅଭାବରେ ଭାବ, ସନ୍ତୋଷ ଏହାର ମୂଳ। ଯେତେ ଭାବ ଥିଲେ ଅଭାବ ପଡ଼ଇ, ଅସନ୍ତୋଷ ହେଲା କାଳ। ଯଦି ସବୁ ଭାବ ଅଛି ତୁମ ପାଖରେ, ଏଇଠିକି ଆସୁଛନ୍ତି ବହୁତ ଲୋକ। ଜଣେ ଆରବ କଣ୍ଟ୍ରିରେ ଅଛି, 20 କୋଟି ଟଙ୍କା ତାର ଅଛି, ସନ୍ତାନଟିଏ ନାହିଁ। ଭାବରେ ଅଭାବ, ଭାବ ଅଛି ସନ୍ତାନ ନାହିଁ, ଅଭାବ ହେଲା କି ନାହିଁ। ପୁଅକୁ ଚାକିରି କରେଇଲେ, ବଡ଼ ଚାକିରି କରେଇଲେ, ଆମେରିକାରେ ଅଛି ପୁଅ, ବାପା ମା ଏଠି ଅଛନ୍ତି ଭୁବନେଶ୍ୱରରେ, ଆମେ ଦେଖୁଛୁ। ନା ସେ ପୁଅ ଆସୁଛି ନା ପଚାରୁଛି। ଏବେ ବି ଆସିଥିଲେ ଏଠିକି, ତାଙ୍କ ଅନୁସନ୍ଧାନରୁ ଜଣାପଡ଼ିଲା, କହିଲା ଆଜ୍ଞା ମୋ ଭଉଣୀ ଅଛି ଆମେରିକାରେ, ସ୍ୱାମୀ ଗୋଟେ ବଡ଼ ଚାକିରି କରିଛି ଆମେରିକାରେ, ଭଉଣୀ ଅଛି ପାର୍ଲାମେଣ୍ଟରେ, ବ୍ରିଟିଶ ପାର୍ଲାମେଣ୍ଟରେ। 10 ବର୍ଷ ହେଲାଣି ସନ୍ତାନ ନାହିଁ। ମା କହୁଛି ସନ୍ତାନ କର, ଶାଶୁ କହୁଛି ସନ୍ତାନ କର, ସନ୍ତାନ ନାହିଁ। ସେ କହୁଛନ୍ତି ନାହିଁ ସନ୍ତାନ। ସନ୍ତାନ କ'ଣ କରିବ? କିଏ ପୋଷିବ ସନ୍ତାନ? କେତେ ବଡ଼ ପାଠ ପଢ଼େଇଲେ, କେତେ ଇଂଲଣ୍ଡରେ ଯାଇ ଚାକିରି କଲା, ସନ୍ତାନ ମିଳୁନି। ଭାବରେ ଅଭାବ। ତୁମ ପାଖରେ ଷ୍ଟାଟସ୍, ହେଭି ଷ୍ଟାଟସ୍ ଅଛି, କୋଟି କୋଟି ଟଙ୍କା ଅଛି, ଗୋଟେ ରୋଗ ଭଲ ହେଇପାରୁନି ତୁମ ପାଖରେ, ଅଭାବ ନୁହେଁ କି? ଟାଟା କମ୍ପାନୀ ଏର ଗୋଟେ ବଥ ଭଲ କରିପାରିଲାନି, କୋଟି କୋଟି ଟଙ୍କା ଅଛି, ଭାରତକୁ କିଣିଦେବ। ହେଲା, ବଥରେ ମରିଗଲା। ବରଂ ସେଇ ରାମ ଯେ ଲଇକ୍ଷଣ ଗଲେ ମୃଗ ମାରି, ହେ ବନଗିରି ହେ ଲତାଗିରି, ସେଇ ଗୀତ ଗାଇକିରି ଯିଏ ହଳ କରି ଯାଉଛି ସିଏ ଆନନ୍ଦରେ ଅଛି। ସେଇ ଗୀତ ଗାଇକିରି ଯିଏ ହଳ କରୁଛି ସିଏ ଆନନ୍ଦିତ ଅଛି, ସିଏ ଖୁସିରେ ଅଛି। ତେଣୁ ମୋର ଏଇ କେତେ ପଦ କଥା ଆଶା କରେ ସମସ୍ତଙ୍କ ହୃଦୟରେ ସ୍ଥାନିତ ହଉ। ମନେ ରଖନ୍ତୁ, କେତେବେଳେ ଆନନ୍ଦିତ ନିରାଶ ହୁଅନି, ଆନନ୍ଦିତ ସଦାବେଳେ ହୁଅ। ଘଣ୍ଟା ଗଳି ପଡ଼ିଲା ହାତରୁ, ଗଲା ଠିକ୍ ଅଛି। ମୋବାଇଲଟା ଆଜିକାଲି ହାଳୁ ହାଳୁ ହେଉଛି, ସମସ୍ତଙ୍କ ପାଖରେ ଗୋଟେ ମୋବାଇଲ ଥିବ, ସେ କେତେବେଳେ ଗଳି ପଡ଼ିବ ସମ୍ଭାବନା ଅଛି, ତଳେ ଫ୍ରାକ୍ଚର ବି ହେବ। କାରଣ ତୁମର ସୁନା ହଜିଲେ ମନ ଦୁଃଖ ହେବନି, ମନ ଦୁଃଖ ହେବ ମୋବାଇଲ ହଜିଗଲେ, ମୋବାଇଲ ଫାଟିଗଲେ। ସେଥିରେ ବି ଆନନ୍ଦିତ ହୁଅ, ଖୁସି ହୁଅ। ତା ଡିସପ୍ଲେ ଉଡ଼ିଗଲା, ହ୍ୟାଲୋ କାହାକୁ କହିବି, କିଏ ଶୁଣିବ? ସକାଳୁ ଉଠିଲେ ତ ହ୍ୟାଲୋ ହାଏ ସନ୍ଧ୍ୟା ଯାକେ ଥିଲା, ତୁରନ୍ତ ଗୋଟେ ମୋବାଇଲ ଆସିଯିବ। ପୁଣି ଆନନ୍ଦିତ ଯଦି ହେବ, ଆଉ ଯଦି କାନ୍ଦିବ ଖାଇବନି, ସେଦିନ ଗଲା ମୋବାଇଲ, ମାସକ ପାଇଁ ମୋବାଇଲ ମିଳିବନି ତୁମକୁ। ଆନନ୍ଦିତ ହୁଅ। ବାରମ୍ବାର କହିଛି, ରୁମାଲ ହଜିଯାଇଛି ଜଣଙ୍କର, 4 ଦିନ ଖାଇଲାନି। ଆରେ କ'ଣ ହେଇଛି କୁହ? ନା କିଛି କହନା, 4 ଦିନ ଖାଇଲାନି, ତା ଅନ୍ତମୂଳା କ'ଣ ହେଇଥିବ?
କୁହନ୍ତୁ ରୁମାଲର ମୂଲ୍ୟ କେତେ? ସେତେବେଳେ 4.50 ପଡ଼ୁଥିଲା, ଆମେ ଗ୍ରାଜୁଏସନ୍ କରୁଥିଲୁ। 4.50 ହଜିଗଲା ତା ରୁମାଲ। ସେ 4 ଦିନ ଖାଇଲାନି। ତେଣୁ ସିଏ ବୁଦ୍ଧିମାନ ନା ତୁମେ ବୁଦ୍ଧିମାନ? କ'ଣ କରିବା, ଆଗକୁ ନେବା ନା ବନ୍ଦ କରିବା? 1:16, 1:17। କୁହନ୍ତୁ, ଆଉ କିଏ କ'ଣ କହିବେ କୁହନ୍ତୁ, ବନ୍ଦ କରିବା। ବେଶୀ ଆନନ୍ଦ ହେଲେ ଅସୁବିଧା, ଆଖିରୁ ଲୁହ ବୋହିବ। ସମସ୍ତେ ଶୁଣିଛନ୍ତି ମୋ କଥାକୁ, ଧୀର ଶାନ୍ତ ଚିତ୍ତରେ ଆନନ୍ଦିତରେ ଶୁଣିଛନ୍ତି। ସେଥିପାଇଁ ମୁଁ ବହୁତ ଖୁସି, ମୁଁ ମଧ୍ୟ ଆନନ୍ଦିତ। ଶୁଣିଛନ୍ତି ଏ କଥାକୁ ବହୁତ ଶାନ୍ତ ଚିତ୍ତରେ। ଆଶା କରେ ଏଇ କେତେ ପଦ କଥା ନିଶ୍ଚିନ୍ତ ତୁମର ଜୀବନ ଶୈଳୀରେ ଶେଷ ପର୍ଯ୍ୟନ୍ତ ବି ରେଖାପାତ କରିବ। କୁହନ୍ତୁ କିଏ କ'ଣ କହିବେ ଯଦି କୁହନ୍ତୁ। ଯୋଗ ଯଦି ଆମର ଗୋଟେ ଅଙ୍ଗ ଥାଏ, ସେ ହେଲା ରାଇଟ୍ ହ୍ୟାଣ୍ଡ, ହେଲା ଯୋଗ ହେଲା ହଉଛି ଆନନ୍ଦ। ଯଦି ଆନନ୍ଦ ରହିବ, ସୁସ୍ଥ ରହିବା, ଖୁସି ରହିବା, ଏହାଠାରୁ ଆଉ ବଡ଼ ଜିନିଷ ନାହିଁ। ଆଉ ମୁଁ ବି ଦିନେ ଦିନେ ଭାବୁଥିଲି, ମୁନି ସମାଜର ବହୁତ ବି ଅଛନ୍ତି ଟ୍ୟାଲେଣ୍ଟ। ଆପଣଙ୍କ ବାଣୀଟା ମୋ ମନକୁ ଭାରି କାହିଁକି ଛୁଇଁଥିଲା। 2023 ମସିହାରେ ମୋତେ ଗୋଟେ ରଙ୍ଗ ଆଣି ଦେଇଛନ୍ତି ଆପଣ। ସେ ରଙ୍ଗଟାକୁ ମୁଁ ରଙ୍ଗାୟନ ହେଇଯାଇଛି। ଆତ୍ମା ଜ୍ଞାନ ସହିତ ଜ୍ଞାନର ବି ରଙ୍ଗାୟନ ହେଇଯାଇଛି। ଆପଣ ଜାଣନ୍ତୁ ବା ନ ଜାଣନ୍ତୁ, ମୋ ସୂକ୍ଷ୍ମର ବି ସହିତ ମୁଁ ରଙ୍ଗାୟନ ହେଇଯାଇଛି। 19 ତାରିଖ ଦୀପାବଳି ଦିନ, 20 ତାରିଖ ଦିନ ମୋତେ ରଙ୍ଗାୟନ କରିଦେଇଥିଲା। ମୁଁ ସେଇଦିନ ମୋତେ ଆନନ୍ଦକୁ ମୁଁ ଚିହ୍ନିବନି, ଆନନ୍ଦ ଯେତିକି ଚିହ୍ନିଥିଲି ଆହୁରି ଆନନ୍ଦକୁ ଧରିନେଲି ଉଠେଇକି। ସେଇଦିନ ମୁଁ ଦେଖିଲି ଏଠି ତା ଛଡ଼ା କିଛି ନାହିଁ। ସମସ୍ତେ କିଛି କିଛି କୁହନ୍ତୁ, ସମସ୍ତେ ଖୁସି ରୁହନ୍ତୁ, ଆନନ୍ଦ ରୁହନ୍ତୁ, ସୁସ୍ଥ ରୁହନ୍ତୁ, ବଳବାନ ରୁହନ୍ତୁ, ଆନନ୍ଦରେ ରୁହନ୍ତୁ ସମସ୍ତେ। ଜୟ ଜୟ ସପ୍ରେମ ଜୟ ଜୟ। ଆଚ୍ଛା, ମତାମତ ପାଇଁ ଧନ୍ୟବାଦ। ଦୂରରୁ ମତାମତ ରଖିଛନ୍ତି, ସୁନ୍ଦର କଥା ଉପସ୍ଥାପନ କଲେ, ସେଥିପାଇଁ ଧନ୍ୟବାଦ। ହଁ, ଜୟ ଜୟ। କୁହନ୍ତୁ। ପ୍ରଥମେ କହିଲେ, ହସିଲେ ଅନେକ ରୋଗ ଉପଶମ ହେଇଥାଏ। ଲାଫିଂ ଇଜ ଦ ବେଷ୍ଟ ମେଡିସିନ। ତେଣୁ ଆମ ଦେଶର ମଧ୍ୟ ଲାଭ ଜାଣିଛନ୍ତି ଯେ ଯଦି ଲୋକ ପ୍ରତିଦିନ ଜଣେ ହସେ, ତା ରୋଗ ବହୁ ମାତ୍ରାରେ କମିଯିବ। ଦ୍ୱିତୀୟ କଥା କହିଲେ ଆନନ୍ଦ। ଆନନ୍ଦ ଆତ୍ମାର ଗୁଣ ହଉଛି, ଆତ୍ମାର ପ୍ରଥମ ପ୍ରଧାନ ଗୁଣ ହେଲା ସତ୍ ଚିତ୍ ଆନନ୍ଦ ସ୍ୱରୂପ। ଆନନ୍ଦ ସ୍ୱରୂପ ଆତ୍ମା। ଆମେ ଯେହେତୁ ଆତ୍ମାକୁ ସାଧନ କରୁଛୁ ଏବଂ ଆମେ ଆତ୍ମ ବିଷୟରେ, ଆତ୍ମଜ୍ଞାନ ବିଷୟରେ ଜାଣୁଛୁ, ତେଣୁ ଆମକୁ ଆନନ୍ଦ ରହିବ, ଆନନ୍ଦ ରହିବା ପାଇଁ ପଡ଼ିବ। ଆନନ୍ଦରେ ଆମେ ନ ରହିଲେ ସାଧନ କରିପାରିବା, କିଛି ଜ୍ଞାନ ଗ୍ରହଣ କରିପାରିବା, କିଛି କରିପାରିବା। ତାପରେ ହଉଛି ଆନନ୍ଦ ରହିବା ପରେ ଅନେକ ରୋଗ, ଦୁଃଖ, ସୁଖ ଦୂରେଇ ଯାଏ। ତାପରେ ଦୁଃଖ ଏମିତି ଜିନିଷ, ଯଦି ପ୍ରଥମେ ଆମେ ଦୁଃଖକୁ ଆଡମିଟ ନ କରିବା, ପଛରେ ଲାଇନ ବାଇ ଲାଇନ ଅଛି, ଦୁଃଖ ଅଛି, ତାପରେ ସୁଖ ଅଛି, ସମସ୍ତେ ଲାଇନ ଦେଇକି ରହିବେ। ଆମେ ଯଦି ଦୁଃଖ ଆସି ଯେତେବେଳେ ଆମ କବାଟ ଖଟ ଖଟ କରିବ, ଦୁଃଖକୁ ଆମେ ଆଡମିଟ ନ କରିବା, ତାପରେ ସିଏ ଫେରିଯିବ। ସୁଖ ଭାବିବ କହି କବାଟ ଖୋଲୁନାହାନ୍ତି, ଆଉ ମୁଁ ତା ଭିତରୁ ପ୍ରବେଶ କରିବି କି? ପ୍ରଥମେ ଦୁଃଖକୁ ଆମେ ଆଡମିଟ କରିବା, ଦୁଃଖ ସହିବା, ଦୁଃଖ ସମୟରେ ଆମେ ପ୍ରସନ୍ନ ରହିବା। ତାପରେ ଦୁଃଖ ବିଦାୟ ନେଲା ପରେ ସୁଖ ଆମ ଦ୍ୱାର ମୁହଁରେ ଆସି ପହଞ୍ଚିବ ଏବଂ ସୁଖ ଆମ ପାଖକୁ ଆସିବ। ଏମିତି ଗୁରୁଜୀ ତ ଅନେକ ସୁଖପ୍ରଦ, ଆନନ୍ଦପ୍ରଦ କାହାଣୀ କହିଲେ, ଅନେକ ପ୍ରକାର ଉପଦେଶ ଦେଲେ। ସେଥିପାଇଁ ତାଙ୍କୁ ବହୁତ ଧନ୍ୟବାଦ। ଜୟ ଜୟ। ଆଚ୍ଛା, ମତାମତ ପାଇଁ ଧନ୍ୟବାଦ। ସୁନ୍ଦର ଉପସ୍ଥାପନ କଲେ। ସବୁ ଯେଉଁ ବ୍ୟାଖ୍ୟାନ କରାଯାଇଥିଲା ତାକୁ ପୁନର୍ବାର ପୁଣି ଆମକୁ ଜଣେଇଲେ, ସମସ୍ତେ ଜାଣିଲେ, ସେଥିପାଇଁ ଧନ୍ୟବାଦ।
ନେକ୍ସଟ କିଏ କହିବେ କି? ଜୟଜୀ ସାର୍, ହଁ ଜୟ ଜୟ। ମୁଁ ପ୍ରହ୍ଲାଦ କହୁଥିଲି ଜଳେଶ୍ୱରରୁ। କୁହନ୍ତୁ। ଆପଣଙ୍କର ଯୋଉ ଆଜି ଟପିକ ଥିଲା ବହୁତ ହୃଦୟସ୍ପର୍ଶୀ, ଯାହାକି ଜୀବନ ଚର୍ଚ୍ଚାର ଗୋଟେ ମୂଳ ମନ୍ତ୍ର ଏବଂ ସଫଳତାର ଚାବିକାଠି। ଏ ଯୋଉ ଦୁଃଖ ଭିତରେ ଯଦି ଫସିବା, ସୁଖ ଆପେ ଆପେ ଆସିବ। ସମଜାତୀୟ ବସ୍ତୁକୁ ଆକର୍ଷଣ କରେ। ଏଇଟା ମୁଁ ସାର୍ ପଢିଥିଲି ଗୁରୁଦେବଙ୍କ ବହିରେ, ଏବଂ ଆଜି ଯୋଉ ଏକ୍ସପ୍ଲେନ କଲେ ବହୁତ ହୃଦୟକୁ ସାର୍ ଛୁଇଁଛି। କେମିତି ମୁଁ ଚେଷ୍ଟା କରେ ଟିକେ ଆନନ୍ଦରେ ରହିବା ପାଇଁ, ଏମିତିକା ପରିସ୍ଥିତିରେ ଆନନ୍ଦରେ ରହିବେନି, କିନ୍ତୁ ଆଜିର ଯୋଉ କଥାରେ ଯୋଉ ମୋବାଇଲରେ ଗଳି ପଡିଲେ ବା ଯେକୌଣସି ଅସୁବିଧା ହେଲେ ସେଥିରେ ହସିବା, ଏଇଟା ସାର୍ ବହୁତ ବଢିଆ କଥା, ବହୁତ ହୃଦୟସ୍ପର୍ଶୀ, ସମସ୍ତଙ୍କର ହୃଦୟକୁ ମଧ୍ୟ ଛୁଇଁଥିବ ଏବଂ ଜୀବନ ତମାମ ସାର୍ ଏଇ କଥାଟି ମନେ ରହିବ। ସାର୍ ଏତିକି କହି ସମସ୍ତଙ୍କୁ ଜୟ। ଜୀବନର ଚାବିକାଠି ଆଉ ଯେ ନୂଆ ଜୀବନ ନୂଆ ଭାବରେ ଆକୁ ଗ୍ରହଣ କରିଛନ୍ତି, ସେଥିପାଇଁ ଧନ୍ୟବାଦ। ଆକୁ ଜୀବନ ସାରା ମନେ ରଖିବେ ବୋଲି କହିଲେ, ସେଥିପାଇଁ ସମସ୍ତଙ୍କ ହୃଦୟକୁ ଛୁଇଁଛି ତୁମର କଥା। ନେକ୍ସଟ କିଏ କହିବେ କି? ଜୟ ଯିବି ଆଜ୍ଞା। ହଁ ଜୟ ଜୟ। ତ ମୁନିମତି ଭାଇମାନେ ସବୁ କଥା ତ କହିଲେଣି। ମୁଁ ଗୋଟେ ଛୋଟିଆ କଥା କହିବା ପାଇଁ ପ୍ରୟାସ କରୁଛି। ଆଜି ଆପଣଙ୍କର ଯୋଉ ଆନନ୍ଦମୟ ଟପିକ ଥିଲା, ପ୍ରଥମେ ହସ ଆଉ ଜୀବନକୁ କେମିତି ଆନନ୍ଦମୟ କରିବା, ଦୁଃଖରେ ସୁଖରେ ସବୁଥିରେ କେମିତି ଆନନ୍ଦମୟ ରହିବା, ଏଟା ବହୁତ ହୃଦୟସ୍ପର୍ଶୀ ହେଇକି ଗୋଟେ କଥା ଅଛି କି ଅସଫଳତା और गलती उन्नति का सीढ़ी। बार बार गलती हेले से गोटे उन्नतिर सीढ़ी बोली कुहाଯାଇଛି। ଆଉ ବାର ବାର ଅସଫଳତା ହିଁ ସଫଳତାର ଚାବିକାଠି ମିଳିଯାଏ। ସଫଳତା ହବାର ଚାବିକାଠି ମିଳିଯିବ ବାର ବାର ଅସଫଳତା ହେଲେ। ଆପଣ ବାରମ୍ବାର ଏଇ କଥାଟା କହିଲେ ଯେ ଯେତେ ଦୁଃଖରେ ଥାଉ ନା କାହିଁକି, ତୁମେ ଯଦି ସେ ଦୁଃଖଟାକୁ ପ୍ରଶମିତ କରିକି ଯଦି ଗୋଟେ କୃତ୍ରିମ ହସ ପ୍ରୟୋଗ କରିବ ବା ଆନନ୍ଦ ରହିବ ବା ହସିବାକୁ ଚେଷ୍ଟା କରିବ, ତା ଭିତରେ ଗୋଟେ ଆର ହେଲା। ଏଟା ମାନେ ଦୁଃଖ ଭିତରେ ଗୋଟେ ସୁଖଟା ଆରେ, ଏଇଟା ଭବିଷ୍ୟତରେ ତମ ପାଇଁ ସୁଖ ଆଣିଦବ। ଏଇ କଥାକୁ ଆପଣ ବାରମ୍ବାର କହୁଥିବାରୁ ବହୁତ ହୃଦୟସ୍ପର୍ଶୀ ହେଇକି ମୁଁ ବି ଅନୁଭବ କରୁଛି ଯେ ଗୋଟେ ରୋଗ ହେଇଛି କି ଆମର ବାରମ୍ବାର ମନଟା ସେଠି ଯାଇକି ପହଞ୍ଚୁଛି। ରୋଗଟା ତ ହେଇଛି, ପେନ୍ ହଉଛି, ସେ ପେନ୍ ଟାକୁ ଆଭଏଡ କରିବା ପାଇଁ ଆମେ କଣ କରୁଛେ, ଗୋଟେ ଇଞ୍ଜେକ୍ସନ ଦେଇଦଉଛେ, ସେଠି ଏଟାକୁ ବଧିରା କରିଦଉଛେ। ଯଦି ଇଞ୍ଜେକ୍ସନ ରୂପକ ଇଞ୍ଜେକ୍ସନଟା ଦେଇ ସାରିଲା ପରେ ତାକୁ ଅପରେସନ କଲେ ସେ ଜଣା ପଡୁନାହିଁ। ଏଇଟା ଗୋଟେ ଇଞ୍ଜେକ୍ସନ ସଦୃଶ ଯୋଉ ପେନ୍ ଟା ଆମର ଅଛି, ଯଦି ଗୋଟେ କୃତ୍ରିମ ହସ ଆମେ ପ୍ରୟୋଗ କରିଦେବା ସେଠି ଆଉ ଗୋଟେ ଆର କରିଦେବା, ତାହେଲେ ଭବିଷ୍ୟତରେ ସେଇ ଦୁଃଖ ସାଙ୍ଗରେ ଗୋଟେ ସୁଖଟେ ଆର ହେଲା, ସେ ଭବିଷ୍ୟତରେ ସୁଖଟା ଆସିବ। ମୁଁ ଆଉ ବିଶେଷ କିଛି କହୁନି। ଏହା ଉପରେ ଯୋଉ ଇମ୍ପୋର୍ଟାନ୍ସ ଦେଇକି ବର୍ତ୍ତମାନ ବିଷୟଟି ବହୁତ ଆଗକୁ ନେଇଛନ୍ତି, ଆଉ ପାଖାପାଖି ହେଲାଣି 1:30 ପର୍ଯ୍ୟନ୍ତ ହେଲାଣି, ତ ସମସ୍ତେ ନିରବତା ସହିତ ଏହାକୁ ଧୈର୍ଯ୍ୟ ଧରିକି ଶୁଣୁଥିଲି। ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେବା ସାଙ୍ଗେ ସାଙ୍ଗେ ଆଉ ବାବାଙ୍କୁ କୋଟି କୋଟି ପ୍ରଣାମ ଆଉ ଜଣେଇ, ମାଙ୍କୁ ମଧ୍ୟ ମୋର ପ୍ରଣାମ ଜଣେଇ ମୋ ବକ୍ତବ୍ୟକୁ ଛୋଟିଆ ବକ୍ତବ୍ୟକୁ ସାଙ୍ଗେ କରୁଛି। ରହିଲି ବାବା। ଧନ୍ୟବାଦ ତୁମର ମତାମତ ପାଇଁ। ଶୁଣିଛନ୍ତି ଭଲ ଭାବରେ, ହୃଦୟଙ୍ଗମ କରିଛନ୍ତି ଆମ କଥାକୁ। ଆଶା କରେ ଏ ଜୀବନର ଏଇ କେତେ ଗୁଡ଼ିଏ କଥା ଜୀବନର ଚଲାପଥ ହଉ, ଜୀବନକୁ କୁସୁମିତ କରୁ। ନେକ୍ସଟ କିଏ କହିବେ? ସାର୍ ଜୟଜୀବ ସାର୍। ହଁ ଜୟ ଜୟ। ସାର୍ ମୋର ଆପଣଙ୍କୁ ପ୍ରହ୍ଲାଦ କହୁଥିଲି। ମୋର ଆପଣଙ୍କୁ ରିକ୍ୱେଷ୍ଟ ରହିଲା ସାର୍, ଆଉ ଏଇ ଭିଡିଓଟି ନିହାତି ଟିକେ ୟୁଟ୍ୟୁବରେ ଛାଡ଼ିବେ। ଆମେ ଟିକେ ମୁଁ ଡେଲି ଶୁଣିବି, ବହୁତ ବଢିଆ ଲାଗିବ ସାର୍। ଆଚ୍ଛା ହଉ,
ହଉ କି ଆଜ୍ଞା ହଉ ସେଥିପାଇଁ ମଧ୍ୟ ଧନ୍ୟବାଦ ରିକ୍ୱେଷ୍ଟ କରିଛନ୍ତି ୟୁଟ୍ୟୁବରେ ଛାଡ଼ିବା ପାଇଁ ଚେଷ୍ଟା କରିବା ଦେଖି ଶୁଣିକିରି ତାପରେ ଛାଡ଼ିବା। ହଉ ଆଉ କିଏ ଅଛନ୍ତି କହିବେ? ଅଛନ୍ତି କିଏ କହିବା ପାଇଁ? ଆଜ୍ଞା ଗୁରୁଜୀ ଭାନୁମତି କହୁଛି। ହଁ କୁହ କୁହ ଧନ୍ୟବାଦ। ଗୁରୁଜୀ ଏଇ ଟପିକ ଟିକେ ଛାଡିବେ ୟୁଟ୍ୟୁବରେ। ତ ଆପଣଙ୍କର ଯେତିକି ଟପିକ ବି ସବୁ ଭଲ ଲାଗୁଛି। ଆଗରୁ ବି ଯେତିକି ବି ମୁଁ ୟୁଟ୍ୟୁବରେ ଦେଖିଛି ବି ସବୁ ବି ବହୁତ ଭଲ ହୃଦୟସ୍ପର୍ଶୀ। ମୁଁ ବି ତାଙ୍କୁ ସବୁ ମୋ ସାଙ୍ଗମାନଙ୍କ ଭାବେ ସେୟାର କରିଛି। ଆଉ ଆକୁ ଏଇ ଏବେ ବି ଯୋଉ ଟପିକ ସବୁ ଦଉଛନ୍ତି ବି ଛାଡିବେ ୟୁଟ୍ୟୁବରେ ଛାଡିବେ। ବହୁତ ଭଲ ହୃଦୟସ୍ପର୍ଶୀ ଭଲ ଲାଗୁଛି ବି ମନ ବହୁତ ମନ ପରିବର୍ତ୍ତନ ହେଇଯାଉଛି ଏବେ ଶୁଣିଲା। ଆଚ୍ଛା ମନ ତ ପରିବର୍ତ୍ତନ ହେଲେ ସବୁ କିଛି ପରିବର୍ତ୍ତନ ହବ ନା। ହଉ ତୁମର ଅନୁରୋଧ ପାଇଁ ୟୁଟ୍ୟୁବରେ ଛାଡ଼ିବା ପାଇଁ ଯେଉଁ ଅନୁରୋଧ ରଖିଲେ ଚେଷ୍ଟା କରିବା ଛାଡ଼ିବା ପାଇଁ। ସେଥିପାଇଁ ଧନ୍ୟବାଦ। ନେକ୍ସଟ ସମସ୍ତ ଟପିକ ସାର୍ ହଁ ଆପଣଙ୍କର ସମସ୍ତ ଟପିକ ବହୁତ ଭଲ। ଆଚ୍ଛା ଆଚ୍ଛା ସେଇଥିପାଇଁ ତ ଲଗାଉଛନ୍ତି ବହୁତ ଲୋକ ଲଗାଉଛନ୍ତି ସବୁଆଡ଼ୁ ଲଗାଉଛନ୍ତି ପ୍ରାୟ ଗୋଟେ ଦିନରେ 10 ଜଣ ଲଗାଉଛନ୍ତି ନୂଆ ନୂଆ ମେମ୍ବର୍ସ। ଠିକ୍ ଲାଗୁଛି ଭଲ ଲାଗୁଛି। କରିକି ଏଇ କଥା ମୁଁ କହିପାରୁନଥିଲି। ହଉ ଆଉ ହଉ ତାହେଲେ ଏଇଠି ସତ୍ସଙ୍ଗକୁ ସମାପ୍ତ କରିବା। ବାଣୀକି ବିଶ୍ରାମ ଦେବା। ପୁଣି ସୁଯୋଗ ଯଦି ହୁଏ କେତେବେଳେ ପୁଣି ଏଇ ଯେଉଁ ଆନନ୍ଦର ରସ ବହୁତ ସୁନ୍ଦର କଥା ଅଛି ଆଉ କହିପାରିଲେନି ବହୁତ କଥା ରହିଗଲା ସମୟ ଅଭାବରୁ। ପୁଣି ଦେଖିବା କେତେବେଳେ ସୁବିଧା ହେଲେ ପୁଣି। ହଉ ଏଇଠି ରଖିବା। ଜୟ ଜୟ ଷ୍ଟାର ମା ଜୟ 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 ପ୍ରଣାମ।